ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ସୋସାଇଟି, କଲଚର ଆଣ୍ଡ ଇକୋନୋମି ବା ସମାଜ, ସଂସ୍କୃତି ଏବଂ ଅର୍ଥନୀତି। ଏଥିରେ ଆମେ ଆଲୋଚନା କରିବା ଯେ ଆର୍ଥିକ ସମାଜଶାସ୍ତ୍ର ଯେତେବେଳେ ଗୋଟେ ସବଜେକ୍ଟ ହେଇ ଇମର୍ଜ କଲା, ସେତେବେଳେ କେଉଁଭଳି ଭାବରେ ଯେଉଁ କ୍ଲାସିକ ଆମର ସମାଜଶାସ୍ତ୍ରର ସ୍କଲାର ମାନେ ରହିଲେ, ଯେଭଳି ମାର୍କ୍ସ, ୱେବର, ଡର୍କହାଇମ୍ ଏବଂ ତାପରେ ଅନ୍ୟ ସ୍କଲାର ମାନେ ମଧ୍ୟ ସେମାନେ କୋଉଭଳି ଭାବରେ ନିଜର ଯୋଗଦାନ ବା ନିଜର ଲେଖା ଦ୍ୱାରା ଏଇ ଯେଉଁ ଆର୍ଥିକ ସମାଜଶାସ୍ତ୍ର ଡେଭଲପମେଣ୍ଟ ପାଇଁ ଯୋଗଦାନ ଦେଇଛନ୍ତି। ଯଦି ଦେଖାଯାଏ ପ୍ରଥମେ ଯଦି ଦେଖାଯାଏ ସମାଜଶାସ୍ତ୍ରର ଡେଭଲପମେଣ୍ଟ ବା ଏମର୍ଜେନ୍ସି ଯାହାକୁ ଆମେ କହୁ ଉତ୍ପତ୍ତି ହେଇଛି, ତାହା ହେଇଛି ପ୍ରକୃତରେ ମେନଷ୍ଟ୍ରିମ୍ ଇକୋନୋମିକ୍ସ ଯେଉଁଟା ରହିଲା, ଆମର ମେନଷ୍ଟ୍ରିମ୍ ଅର୍ଥନୀତି ଯେଉଁଟା ରହିଲା, ତାକୁ ସମାଲୋଚନା କରି ଆର୍ଥିକ ସମାଜଶାସ୍ତ୍ରର ଉତ୍ପତ୍ତି ହୋଇଛି। ଆଉ ମେନଷ୍ଟ୍ରିମ୍ ଇକୋନୋମିକ୍ସର ଯେଉଁ ମେନଷ୍ଟ୍ରିମ୍ ଅର୍ଥନୀତିର ଯେଉଁମାନେ ସ୍କଲର ମାନେ ରହିଲେ, ଯେମିତି ଆଡାମ ସ୍ମିଥ ହେଲେ, ଆଉ ଅନ୍ୟ ଅର୍ଥନୀତିର ସ୍କଲର ମାନେ ଯେଉଁମାନେ ରହିଲେ, ସେମାନଙ୍କୁ ସମାଲୋଚନା କରିଥିଲେ ସୋସିଓଲୋଜିଷ୍ଟ ବା ସମାଜ ଶାସ୍ତ୍ରର ସ୍କଲାର ଯେଭଳି ମାର୍କ୍ସ ହେଲେ, ଡର୍କହାଇମ୍ ହେଲେ, ୱେବର ହେଲେ। ଏବଂ ଯଦି ବହୁ କେତେ ଗୁଡ଼ିଏ ସ୍କଲାର ଅଛନ୍ତି ଅର୍ଥନୀତିର, ଯେଉଁମାନେ କେବେ ହେଲେ ମଧ୍ୟ ଆକ୍ସେପ୍ଟ କରନ୍ତିନି ଯେ ଅର୍ଥନୀତି ସମାଜଶାସ୍ତ୍ର ଆଉ ଅର୍ଥନୀତି, ସମାଜଶାସ୍ତ୍ର ଏବଂ ଅର୍ଥନୀତି ଦୁଇଟି ଯାକ ପରସ୍ପର ପାଇଁ ପରିପୂରକ ବିଷୟ ବୋଲି। କିନ୍ତୁ ସମାଜଶାସ୍ତ୍ରର ଯେଉଁମାନେ ସ୍କଲାର ହେଲେ, ଯେଭଳି ମାର୍କ୍ସ ହେଲେ, ୱେବର ହେଲେ, ଡର୍କହାଇମ୍ ହେଲେ, କିମ୍ବା ଯେଉଁ ତାପରେ ଯେଉଁ ପରବର୍ତ୍ତୀ ସ୍କଲାର ମାନେ ଆସିଲେ, ଟାଲକଟ୍ ପାର୍ସନ ହେଲେ, କି ଆମର ଥ୍ରଷ୍ଟନ୍ ଭେବଲେନ୍ ହେଲେ, କିମ୍ବା ମାର୍କ ଗ୍ରାନୋଭେଟର ହେଲେ, ରିଚାର୍ଡ ସ୍ୱେଡବର୍ଗ ହେଲେ, ସେମାନଙ୍କର କହିବା ଅନୁଯାୟୀ ଅର୍ଥନୀତି ଆଉ ସମାଜଶାସ୍ତ୍ର ଦୁଇଟି ଯାକ ବିଷୟ ପରସ୍ପର ପାଇଁ ପରିପୂରକ ଏବଂ ସେମାନଙ୍କର ଇକ୍ୱାଲ ଭୂମିକା ରହିଛି ବା ସମାନ ଭୂମିକା ରହିଛି ସମାଜଶାସ୍ତ୍ର ବା ସମାଜ ବିଜ୍ଞାନର ଉନ୍ନତି ପାଇଁ। ଆଉ ଯେତେବେଳେ ଦେଖାଯିବ, ଆମେ ଦେଖିବା ଯେତେବେଳେ ଯେ ଆର୍ଥିକ ସମାଜଶାସ୍ତ୍ର ଯେଉଁ ବିଷୟ, ଗୋଟିଏ ବିଷୟ ପ୍ରଥମେ ଯେତେବେଳେ ଡେଭଲପ କଲା, ସେତେବେଳେ ଗୋଟେ ପର୍ଟିକୁଲାର ବା ଗୋଟେ ନିର୍ଦ୍ଦିଷ୍ଟ ବିଷୟ ଭାବରେ ତାର ଉତ୍ପତ୍ତି ହୋଇନଥିଲା ବା ଡେଭଲପମେଣ୍ଟ ହେଇନଥିଲା। ପ୍ରଥମେ ଏହା ସ୍କଲାର ମାନେ ଯେତେବେଳେ ଆମେ ଯଦି ଜାଣିବା, ଡର୍କହାଇମ୍ ହେଲେ ବା ୱେବର ହେଲେ, ଦୁର୍କହାଇମ୍ ହେଲେ ବା ୱେବର ହେଲେ ବା ମାର୍କ୍ସ ହେଲେ, ଯଦିଓ ସେମାନେ ଆର୍ଥିକ ସମାଜଶାସ୍ତ୍ର ବୋଲି ଗୋଟେ ବିଷୟ ଉପରେ ଆଲୋଚନା କରିନଥିଲେ, କିନ୍ତୁ ସେ ସମୟର ସାମାଜିକ ପରିସ୍ଥିତି ଏବଂ ଆର୍ଥିକ ପରିସ୍ଥିତି ବିଷୟରେ ସେମାନେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହାପରେ ଆମେ ଯଦି ଦେଖିବା ଏହି ଆଜିର ଆଲୋଚନାରେ ଆମେ ଆଲୋଚନା କରିବା ଯେ କିଭଳି ଅର୍ଥନୀତି ଆଉ ସମାଜଶାସ୍ତ୍ର ଦୁଇ ଜଣଙ୍କ ପାଇଁ ପରିପୂରକ ଏବଂ କିଭଳି ଯେଉଁ ଆମର ରହିଲା ପିଓର ଇକୋନୋମିକ୍ସ ବା ସମ୍ପୂର୍ଣ୍ଣ ଭାବେ ଯେଉଁଟା ଅର୍ଥନୈତିକ ଆନାଲିସିସ୍ ରହିଛି, ସେଠାରେ କିଭଳି ସମାଜଶାସ୍ତ୍ରର ଭୂମିକା ବା ସମାଜଶାସ୍ତ୍ରର ଇଣ୍ଟରଭେନସନ୍ ଜରୁରୀ। ଏବଂ ଯଦି ଦେଖିବା ଆମେ ସମାଜଶାସ୍ତ୍ରର ସ୍କଲାର ମାନେ ସେମାନେ କହିବା ଅନୁଯାୟୀ ଯେଉଁ ମେନଷ୍ଟ୍ରିମ୍ ଇକୋନୋମିକ୍ସ ରହିଲା ବା ମେନଷ୍ଟ୍ରିମ୍ ଅର୍ଥନୀତି, ନିଓ କ୍ଲାସିକାଲ ଅର୍ଥନୀତି ରହିଲା, ଏହା ବହୁତ ସମୟରେ ଅସମ୍ପୂର୍ଣ୍ଣ, କାରଣ ଏଥିରେ ଯେଉଁ ସମାଜଶାସ୍ତ୍ର ବା ସାମାଜିକ ଯେଉଁ ଭ୍ୟାରିଏବଲ୍ସ ରହିଲା, ସୋସିଆଲ ଭ୍ୟାରିଏବଲ୍ସ ରହିଲା ବା ସୋସିଆଲ ଆସ୍ପେକ୍ଟସ ରହିଲା, ଏଗୁଡ଼ିକ ଇଣ୍ଟରପ୍ରିଟ ହୋଇନଥିଲା। ଆଉ ଯଦି ଦେଖିବା ଊନବିଂଶ ଶତାବ୍ଦୀର ଯେଉଁ କ୍ଲାସିକାଲ ସୋସିଓଲୋଜିଷ୍ଟ ରହିଲେ ବା ଆମର କ୍ଲାସିକାଲ ସମାଜଶାସ୍ତ୍ରର ସ୍କଲାର ମାନେ ରହିଲେ, ସେମାନେ ବହୁତ ଚିନ୍ତିତ ଥିଲେ ଆମର ଯେଉଁ ଅର୍ଥନୈତିକ ପରିସ୍ଥିତି, ବଦଳୁଥିବା ଆର୍ଥିକ ପରିସ୍ଥିତି ଏବଂ ବଦଳୁଥିବା ସାମାଜିକ ପରିସ୍ଥିତି ସେହି ସମୟରେ। ଆଣ୍ଡ ଯଦି ଦେଖିବା ଏବଂ ପୁଞ୍ଜିବାଦ ବା କ୍ୟାପିଟାଲିଜିମ୍, ଇଣ୍ଡଷ୍ଟ୍ରିଆଲାଇଜେସନ ବା ଶିଳ୍ପାୟନ ଏବଂ ଅର୍ବାନାଇଜେସନ ବା ସହରାଧିକରଣ, ଏହି ସବୁ ଯେଉଁ ଆଉ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ଯାହାକୁ ଆମେ କହୁ ଯାନ୍ତ୍ରିକ ଡେଭଲପମେଣ୍ଟ, ଏହି ବିଷୟ ଗୁଡ଼ିକ ମୁଖ୍ୟତଃ ଭାବରେ ବହୁତ ପ୍ରଭାବିତ କରିଥିଲା
ସମାଜଶାସ୍ତ୍ରର ସ୍କଲାର ମାନଙ୍କ ପାଇଁ। ଆଉ ସମାଜଶାସ୍ତ୍ରର ସ୍କଲାର ମାନେ ପ୍ରଥମେ ଯେଉଁମାନେ ଅର୍ଥନୈତିକ ଅର୍ଥନୈତିକ ବିଷୟରେ ଆଲୋଚନା କରିନଥିଲେ, ପରେ ସେମାନେ ସମାଜଶାସ୍ତ୍ରର ସ୍କଲାର ମାନେ ଯୋଗଦାନ ଦେଇଥିଲେ। ଯେମିତିକି ଉଦାହରଣ ସ୍ୱରୂପ ଆମେ ଯଦି ଦେଖିବା କାର୍ଲ ମାର୍କ୍ସଙ୍କର ଅର୍ଥନୈତିକ ଯୋଉ ତାଙ୍କର ଯୋଉ ଆଲୋଚନା ହେଇଥିଲା ଅର୍ଥନୀତି ଉପରେ ବା ଯୋଉ ସାମାଜିକ ପରିବର୍ତ୍ତନ ଉପରେ, ସେଥିରେ ସିଏ ଗୋଟେ ଥିଓରିଟିକାଲ ଆପ୍ରୋଚ ୟୁଜ କରିଥିଲେ, ଯାହାକୁ ଆମେ ଜାଣୁ ଯେ ମୋଡ ଅଫ ପ୍ରଡକ୍ସନ। ଆଉ ମୋଡ ଅଫ ପ୍ରଡକ୍ସନ ହେଲା ଉତ୍ପାଦନର ଯୋଉ ମାନେ ପ୍ରଣାଳୀ ଥିଲା ତାକୁ ନେଇ ସେ ଆଲୋଚନା କରିଥିଲେ। ଏବଂ ସେଠାରେ ଆମେ ଯଦି ଦେଖିବା ସିଏ କନସେପ୍ଟ ୟୁଜ କରିଥିଲେ, ଗୋଟେ ଥିଲା ମିନ୍ସ ଅଫ ପ୍ରଡକ୍ସନ ଆଉ ଗୋଟେ ଥିଲା ଫୋର୍ସେସ୍ ଅଫ ପ୍ରଡକ୍ସନ। ମିନ୍ସ ଅଫ ପ୍ରଡକ୍ସନ କାହାକୁ ନେଇ ହେଇଥିଲା ନା, ମିନ୍ସ ଅଫ ପ୍ରଡକ୍ସନ କହିଲେ ଆମେ ବୁଝୁ ଯେଭଳି ମାନେ ପୁଞ୍ଜି ହେଲା କିମ୍ବା ଯୋଉ ମେସିନାରୀ ଯନ୍ତ୍ରପାତି ହେଲା କିମ୍ବା ରିସୋର୍ସେସ୍ ହେଲା, ଏଇଗୁଡାକୁ ନେଇକିରି ଆମେ ମିନ୍ସ ଅଫ ପ୍ରଡକ୍ସନ କୁହାଯାଇଥିଲା। ଆଉ ମିନ୍ସ ଅଫ ପ୍ରଡକ୍ସନ ଯଦି ଦେଖିବା ମାର୍କ୍ସଙ୍କ କହିବା ଅନୁଯାୟୀ ଏହା ମୁଖ୍ୟତଃ ଭାବରେ ଯୋଉ ଆମର ଓନିଂ କ୍ଲାସ ଥିଲେ, ଯୋଉମାନେ ଅପର କ୍ଲାସ, ଯାହାକୁ ମାର୍କ୍ସ କହୁଥିଲେ ବୁର୍ଜୁଆସ କ୍ଲାସ, ସେଇମାନଙ୍କ କ୍ଷମତା ଭିତରେ ଥିଲା। ଆଉ ସେମାନେ ଯୋଉ ଲେବର ଥିଲେ, ଲେବର କ୍ଲାସ, ସେମାନଙ୍କୁ ଶୋଷଣ କରୁଥିଲେ। ସେଇଭଳି ଭାବରେ ମାର୍କ୍ସ ୱେବର ଯଦି ଦେଖିବା ଆମେ, ତାଙ୍କର ମଧ୍ୟ ଯାହା କଣ୍ଟ୍ରିବ୍ୟୁସନ ରହିଛି ବା ତାଙ୍କର ଯୋଉ ଯୋଗଦାନ ରହିଛି ଯୋଉ ଆମର ଆର୍ଥିକ ସମାଜଶାସ୍ତ୍ରର ଡେଭଲପମେଣ୍ଟ ପାଇଁ, ତାହା ମଧ୍ୟ ଆମେ ଇଗ୍ନୋର କରିପାରିବାନି ବା ତାହାକୁ ଆମେ ଅଣଦେଖା କରିପାରିବା ନାହିଁ। ମାର୍କ୍ସ ୱେବର ଯେତେବେଳେ ଆନାଲିସିସ୍ କରିଥିଲେ, ଆମେ ବିସ୍ତୃତ ଭାବରେ ଆ ଉପରେ ଆଲୋଚନା କରିବା ଆଗକୁ। ମାର୍କ୍ସ ୱେବର ମଧ୍ୟ ଯେତେବେଳେ ତାଙ୍କର ସେମାନେ ସିଏ ସମାଲୋଚନା କରିଥିଲେ ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ମାନଙ୍କୁ, ସିଏ କହିଥିଲେ ଯେ ଅର୍ଥନୈତିକ ବା ଆର୍ଥିକ ବ୍ୟବହାର ଯୋଉ ଇଣ୍ଡିଭିଜୁଆଲ ମାନଙ୍କର ବା ବ୍ୟକ୍ତି ବିଶେଷର ଆର୍ଥିକ ବ୍ୟବହାର, ଏହା ସମ୍ପୂର୍ଣ୍ଣ ଭାବେ ରେସନାଲିଟି ବା ଯୋଉ ଯୁକ୍ତିଯୁକ୍ତ ବ୍ୟବହାର ଗୋଟେ ବ୍ୟକ୍ତିର ରହିଥାଏ, ଯୋଉଟା ମାନେ ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ମାନେ କହିଥିଲେ, ତାହା ଉପରେ ଆଧାରିତ ନୁହେଁ। ସମାଜ ବା ସମାଜର ଯୋଉ ଆମର ରହିଛି ସାମାଜିକ ପରିସ୍ଥିତି, ଏହା ବହୁତ ସମୟରେ ଆମର ଆର୍ଥିକ ବ୍ୟବହାରକୁ ପ୍ରଭାବିତ କରିଥାଏ। ଯାହା ସେ ଯୋଉ ଆମର ପ୍ରୋଟେଷ୍ଟାଣ୍ଟ ଏଥିକ୍ସ ଆଣ୍ଡ ସ୍ପିରିଟ ଅଫ କ୍ୟାପିଟାଲିଜିମରେ ଏହି ବିଷୟରେ ବିସ୍ତୃତ ଭାବରେ ମାର୍କ୍ସ ୱେବର ଆଲୋଚନା କରିଥିଲେ। ଏହାପରେ ଯଦି ଆମେ ଦେଖିବା ଇମାଇଲ ଦୁର୍ଖାଇମ, ସିଏ ମଧ୍ୟ ବହୁତ ଅନେକାଂଶରେ ଆକ୍ଚୁଆଲି ଯୋଉ କ୍ଲାସିକାଲ ଅର୍ଥନୀତିର ସ୍କଲାର ମାନେ ଯୋଉମାନେ ରହିଲେ, ସେମାନଙ୍କୁ ମଧ୍ୟ ସେମାନଙ୍କର ଯୁକ୍ତିକୁ ବହୁତ ସମୟରେ ଖଣ୍ଡନ କରିଥିଲେ। ଇମାଇଲ ଡର୍ଖାଇମଙ୍କର ଯୋଉ ଥିଓରି ଥିଲା, ଥିଓରି ଅଫ ଡିଭିଜନ ଅଫ ଲେବର, ସିଏ ସେଇ ଥିଓରି ମାଧ୍ୟମରେ ସିଏ ସ୍କଲାର ମାନଙ୍କୁ କ୍ରିଟିସାଇଜ କରିଥିଲେ। ଏବଂ ସିଏ କହିଥିଲେ ଯେ ଯେତେବେଳେ ଆମର ସମାଜ ପରିବର୍ତ୍ତନ ହଉଛି, ଯାହା ସେ କହିଥିଲେ ମେକାନିକାଲ ସଲିଡାରିଟି ଟୁ ଅର୍ଗାନିକ ସଲିଡାରିଟି, ଗୋଟେ ଟ୍ରାଡିସନାଲ ସୋସାଇଟି ବା ଟ୍ରାଡିସନାଲ ସମାଜରୁ ଗୋଟେ ଯେତେବେଳେ ମଡର୍ନ ବା ନୂତନ ଆମେ ଗୋଟେ ଡେଭଲପଡ ସମାଜକୁ ପରିବର୍ତ୍ତନ ହଉଛି ସମାଜ, ସେଇ ସମୟରେ ଯାହା ଇକୋନୋମିଷ୍ଟ ମାନେ ବା ରହିଲେ, ଯାହା ଅର୍ଥନୀତିଜ୍ଞ ମାନଙ୍କର ଯାହା ମତ ରହିଛି ଯେ ଇଣ୍ଡିଭିଜୁଆଲିଜିମ ବା ବ୍ୟକ୍ତିବାଦ, ଯାହା ଅର୍ଥନୀତିରେ ଗୋଟେ କମ୍ପିଟିଟିଭ ସ୍ପିରିଟ ବା ଯୋଉ ଆମେ ଯାହାକୁ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିଥାଏ, ତାହା ସୋସାଇଟିରେ ଡିଭିଜନ ସୃଷ୍ଟି କରିଥାଏ ବା ସମାଜରେ ଡିଭିଜନ ସୃଷ୍ଟି କରିଥାଏ। କିନ୍ତୁ ଆମେ ଯଦି ଦେଖିବା, ଡର୍ଖାଇମ ଏହାକୁ ଖଣ୍ଡନ କରି କହିଥିଲେ ଯେ ଏହା ସତ ଯେ ଗୋଟେ ସମାଜ ଯେତେବେଳେ ଗୋଟେ ଟ୍ରାଡିସନାଲ ସମାଜ ଗୋଟେ ମଡର୍ନ ସୋସାଇଟି ବା ମଡର୍ନ ସମାଜ ବା ଗୋଟେ ନୂତନ ସମାଜକୁ ପରିବର୍ତ୍ତନ ହଉଛି, ସେହି ସମୟରେ ଇଣ୍ଡିଭିଜୁଆଲିଟି ବ୍ୟକ୍ତିବାଦର ଡେଭଲପମେଣ୍ଟ ହଉଛି। କିନ୍ତୁ ସେ ଯୋଉ ବ୍ୟକ୍ତିବାଦର ଡେଭଲପମେଣ୍ଟ ହଉଛି, ଏହା ଅନେକାଂଶରେ ୟାକୁ ଯଦି ଆମେ ଦେଖିବା, ଏହା ସୋସିଆଲ ସଲିଡାରିଟିକୁ ମଧ୍ୟ ବଢାଉଛି। ଏହା ସତ୍ୟ ଯେ ଯାହା ଯୋଉ ପ୍ରକାରର ସୋସିଆଲ ସଲିଡାରିଟି ବା ସୋସିଆଲ ସଲିଡାରିଟି ଟ୍ରାଡିସନାଲ ସୋସାଇଟିରେ ଥିଲା, ଟ୍ରାଡିସନାଲ ସମାଜରେ ଥିଲା, ତାହାଠୁ ବର୍ତ୍ତମାନର ଯୋଉ ନୂତନ ସୋସାଇଟିର ଯୋଉ ସୋସିଆଲ ସଲିଡାରିଟି, ଏହା ଭିନ୍ନ। କିନ୍ତୁ
ଦୁର୍ଖାଇଙ୍କର କହିବାର କଥା ଯେ ଏହା ଯାହା ମେନଷ୍ଟ୍ରିମ୍ ଇକୋନୋମିକ୍ସ ବା ମେନଷ୍ଟ୍ରିମ୍ ଅର୍ଥନୀତିର ଯେଉଁ ସ୍କଲାର ମାନେ ଯାହା କହୁଛନ୍ତି ଯେ ବ୍ୟକ୍ତିବାଦ ଗୋଟେ କମ୍ପିଟେଟିଭ୍ ସ୍ପିରିଟକୁ ଜନ୍ମ ଦେଉଛି ବା ଗୋଟେ କମ୍ପିଟେଟିଭ୍ ଇଣ୍ଡିଭିଜୁଆଲିଜମକୁ ଜନ୍ମ ଦେଉଛି ଏବଂ ଏହା ଦ୍ୱାରା ସୋସାଇଟି ବା ସମାଜ ବିଭାଜିତ ହେଉଛି, ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହଁ। ସେହିପରି ଆହୁରି ମଧ୍ୟ ଅନେକ ସମାଜ ବିଜ୍ଞାନ ବା ସମାଜ ଶାସ୍ତ୍ରର ଯେଉଁ ସ୍କଲାର ମାନେ ରହିଲେ ସେମାନେ ମଧ୍ୟ ସମାଜ, ସଂସ୍କୃତି ଏବଂ ଅର୍ଥନୀତି କିଭଳି ଏହି ତିନୋଟି ଯାକ ବିଷୟ ବା ତିନୋଟି ଯାକ କନସେପ୍ଟ ପରସ୍ପର ସହିତ ଜଡ଼ିତ ତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଆମେ ଯଦି ଦେଖିବା ଟାଲକଟ୍ ପାର୍ସନ୍, କାର୍ଲ ପୋଲାନି ଏବଂ ଥ୍ରଷ୍ଟନ୍ ଭେଭିଲାନ୍ ଆହୁରି ମଧ୍ୟ ଅନେକ ଅଛନ୍ତି। ବର୍ତ୍ତମାନ ଆମେ ଦେଖିବା ଯେ ଇକୋନୋମିକ୍ ସୋସିଓଲୋଜି ବା ଯାହା ମୁଁ କହୁ ଆର୍ଥିକ ସମାଜଶାସ୍ତ୍ର, ଏଇଟା ପ୍ରଥମେ ଗୋଟିଏ ସ୍ପେସିଆଲାଇଜ୍ଡ ବା ଗୋଟେ ନିର୍ଦ୍ଦିଷ୍ଟ ପାରାଡାଇମ୍ ବା ବିଷୟବସ୍ତୁ ହୋଇକରି ବାହାରି ନଥିଲା। କିନ୍ତୁ ଯଦି ଦେଖିବା ସମୟାନୁକ୍ରମେ ଆର୍ଥିକ ସମାଜଶାସ୍ତ୍ର ଗୋଟିଏ ବିଷୟବସ୍ତୁ ବା ମୁଖ୍ୟ ବିଷୟବସ୍ତୁ ହୋଇ ସମାଜଶାସ୍ତ୍ରରେ ଏମର୍ଜ କଲା ବା ରାଇଜ୍ କଲା ବା ଡେଭଲପ୍ କଲା ଏବଂ ସମୟାନୁକ୍ରମେ ଯଦି ଦେଖିବା ଯେଉଁ କ୍ଲାସିକାଲ ଅର୍ଥନୀତିର ସ୍କଲାର ମାନେ ଯେଉଁମାନେ ରହିଲେ, ଆଡମ୍ ସ୍ମିଥ୍ ହେଲା ଯେଉଁ କିମ୍ବା ଆମର ରିକାର୍ଡୋ ହେଲେ କିମ୍ବା ଅନ୍ୟ ଯେଉଁମାନେ ରହିଲେ, ସେମାନଙ୍କର ଯେଉଁ ଯୁକ୍ତି ଥିଲା ଯେ ମଣିଷ ବା ଗୋଟେ ବ୍ୟକ୍ତି ବିଶେଷ ସବୁବେଳେ ତାର ଆର୍ଥିକ ବ୍ୟବହାର ଯୁକ୍ତି ସମ୍ପନ୍ନ ବା ମଣିଷ ବା ଗୋଟେ ବ୍ୟକ୍ତି ସବୁବେଳେ ଯେଉଁ ମେନଷ୍ଟ୍ରିମ୍ ଅର୍ଥନୀତିର ସ୍କଲାର ମାନେ ଯେମିତି ଆଦାମ ସ୍ମିଥ୍ ଓ ଅନ୍ୟମାନେ କହିଥିଲେ ଯେ ମଣିଷର ଆର୍ଥିକ ବ୍ୟବହାର ସବୁବେଳେ ଯୁକ୍ତି ସମ୍ପନ୍ନ ଆଉ ସିଏ ସବୁବେଳେ ହିସାବ କରିଥାଏ ଯେ କେତେ ଲାଭ ପାଇବ ଆଉ କ୍ଷତି ପାଇବ। ଉଦାହରଣ ସ୍ୱରୂପ ଯେଭଳି ଆମେ ବଜାରକୁ ଗଲେ ଗୋଟିଏ ବସ୍ତୁ କିଣିଲେ ଆମେ ଆଗ ଭାବୁ ଯେ ଏ ବସ୍ତୁର ମୂଲ୍ୟ କେତେ, ଆଉ ସେ ବସ୍ତୁ ଯଦି ଆମେ କିଣିଛୁ 5 ଟଙ୍କା ଦେଇ ତାର ଯେଉଁ ୟୁଟିଲିଟି ବା ତାର ଯେଉଁ ଲାଭ ଆମେ ପାଇବୁ ତାହା 5 ଟଙ୍କାରୁ ଅଧିକ ହୋଇଥିବା ଦରକାର। ତ ଏଇ ଯେଉଁ ରେସନାଲ ବିହେଭିୟର ବା ରହିଲା ବା ଯୁକ୍ତି ସମ୍ପନ୍ନ ମଣିଷର ଯେଉଁ ଚଏସ୍ ଯାହାକୁ କୁହାଯାଏ, ଏହାକୁ ଖଣ୍ଡନ କରିଥିଲେ ମାର୍କ୍ସ, ୱେବର ଏବଂ ଡର୍ଖାଇମ୍ ଏବଂ ସେମାନଙ୍କର କହିବା ଅନୁଯାୟୀ ଯେ ମଣିଷ ସବୁବେଳେ ଯୁକ୍ତି ସମ୍ପନ୍ନ ନୁହେଁ ବା ବ୍ୟକ୍ତି ବିଶେଷ ସବୁବେଳେ ଯୁକ୍ତି ସମ୍ପନ୍ନ ନୁହେଁ। ସେମାନେ ଯେତେବେଳେ ଗୋଟେ ଚଏସ୍ କରନ୍ତି କିମ୍ବା କୌଣସି ଗୋଟେ ପଦାର୍ଥକୁ ବାଛନ୍ତି ବା ସେମାନଙ୍କର ଯେଉଁ ଇକୋନୋମିକ୍ ଇଣ୍ଟରେଷ୍ଟ ବା ଯେଉଁ ଆମର ରହିଲା ଚାହିଦା ଯେଉଁଟା ରହିଲା ଆର୍ଥିକ ଚାହିଦା, ତାହା ସବୁବେଳେ ରେସନାଲ ନୁହେଁ ବା ଯୁକ୍ତି ସମ୍ପନ୍ନ ନୁହେଁ। ଏହା କାହା ଉପରେ ନିର୍ଭର କରେ ନା ବହୁତ ସମୟରେ ଏହା ସାମାଜିକ ପରିପ୍ରେକ୍ଷୀ ଏବଂ ସାମାଜିକ ପରିସ୍ଥିତି ଉପରେ ନିର୍ଭର କରିଥାଏ। ଏହାପରେ ଆମେ ଯିବା ମାର୍କ୍ସଙ୍କର କଣ୍ଟ୍ରିବ୍ୟୁସନ୍ ବା ମାର୍କ୍ସଙ୍କର ଯେଉଁ ଯୋଗଦାନ ରହିଛି ଆମର ଆର୍ଥିକ ସମାଜଶାସ୍ତ୍ରର ବିକାଶ ପାଇଁ ବା ଡେଭଲପମେଣ୍ଟ ପାଇଁ। ଆମେ ସମସ୍ତେ ଜାଣିଛେ ଯେ ମାର୍କ୍ସ ଇକୋନୋମିକ୍ସରେ ବା ଅର୍ଥନୀତିରେ ମଧ୍ୟ ତାଙ୍କୁ ମଧ୍ୟ ଗୋଟିଏ ସ୍କଲାର ଭାବରେ ଗଣାଯାଏ, ସୋସିଓଲୋଜିରେ ମଧ୍ୟ ତାଙ୍କୁ ଗୋଟିଏ ସ୍କଲାର ଭାବରେ ଗଣାଯାଏ ଏବଂ ହିଷ୍ଟ୍ରିରେ ମଧ୍ୟ ବା ଇତିହାସରେ ମଧ୍ୟ ତାଙ୍କୁ ଜଣେ ସ୍କଲାର ଭାବରେ ଗଣାଯାଏ। କିନ୍ତୁ ଯଦି ଦେଖାଯାଏ ମାର୍କ୍ସ ସବୁବେଳେ ଗୋଟେ ମେନଷ୍ଟ୍ରିମ୍ ଇକୋନୋମିକ୍ସ ଯେଉଁ ରହିଥିଲା ଆମର ବା ଯେଉଁ ନିଓ କ୍ଲାସିକାଲ ଅର୍ଥନୀତି ଆପ୍ରୋଚ୍ ରହିଥିଲା ଯେଉଁଟା ଦେଇଥିଲେ ମୁଖ୍ୟତଃ ଭାବରେ ଆଡମ୍ ସ୍ମିଥ୍ ଆଉ ତାଙ୍କର ଯେଉଁ ପର ଶ୍ରେଣୀର ଅର୍ଥନୀତିଜ୍ଞ ମାନେ, ସେମାନଙ୍କୁ ମାର୍କ୍ସ ବହୁତ ସମୟରେ କ୍ରିଟିସାଇଜ କରିଥିଲେ ଏବଂ ମାର୍କ୍ସଙ୍କ କହିବା ଅନୁସାରେ ଯେ ମାର୍କ୍ସ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମାର୍କ୍ସ ମୁଖ୍ୟତଃ ମାର୍କ୍ସ ମଧ୍ୟ ନିଜର ପ୍ରାଧାନ୍ୟ ଦେଇଥିଲେ ନିଜର ଯଦି ତାଙ୍କର ଆମେ ଆନାଲିସିସ୍ ଦେଖିବା ବା ତାଙ୍କର ଯେଉଁ ଆମର ଲେଖା ଗୁଡ଼ିକ ପଢ଼ିବା କ୍ୟାପିଟାଲରେ ଆମେ ଦେଖିବା ଯେ ମାର୍କ୍ସ ମଧ୍ୟ ପ୍ରାଧାନ୍ୟ ଦେଇଥିଲେ ଇକୋନୋମିକ୍ କଣ୍ଡିସନ ବା ଯାହାକୁ କୁହାଯାଏ ଆର୍ଥିକ ପରିସ୍ଥିତି, ଆଉ ତାକୁ ସେ ଇନଫ୍ରାଷ୍ଟ୍ରକ୍ଚର କହିଥିଲେ। ଆଉ ଅନ୍ୟ ଯେଉଁ ସୋସିଆଲ କଣ୍ଡିସନ୍ସ ରହିଥିଲା ବା ସାମାଜିକ ପରିସ୍ଥିତି ଆଉ ଯାହା ରହିଲା ଆମର ରାଜନୀତି ହେଲା କିମ୍ବା କଲଚର ହେଲା ଯାହାକୁ ଆମେ ସଂସ୍କୃତି କହୁ, ଏହାକୁ ସେ
ଇନଫ୍ରାଷ୍ଟ୍ରକ୍ଚର ରଖିଥିଲେ ଆଉ ସେ କହୁଥିଲେ ଯେ ଅର୍ଥନୀତି ହିଁ ସୋସାଇଟି ବା ସମାଜର ମୂଳଦୁଆ। କିନ୍ତୁ ସିଏ ଅନେକାଂଶରେ କହୁଥିଲେ ଯୋଉ ମୂଳଦୁଆ ଥିଲା, ଅର୍ଥନୈତିକ ମୂଳଦୁଆ ଥିଲା ବା ଯୋଉ ଇକୋନୋମିକ ଇନଫ୍ରାଷ୍ଟ୍ରକ୍ଚର ଥିଲା, ତାହା ସବୁବେଳେ ସୋସିଆଲ କଣ୍ଡିସନ ବା ସାମାଜିକ ପରିସ୍ଥିତି ଦ୍ୱାରା ପ୍ରଭାବିତ ହେଉଥିଲା। ମାର୍କ୍ସଙ୍କର ଯଦି ଆମେ ଦେଖିବା କନଫ୍ଲିକ୍ଟ ଥିଓରି, ଯୋଉଠାରେ ସେ କହିଥିଲେ ଯେ ସବୁବେଳେ ଗୋଟିଏ ଶ୍ରେଣୀ ବିଭାଜନ, କ୍ଲାସ କନଫ୍ଲିକ୍ଟ ଆଉ ଦୁଇଟି ଶ୍ରେଣୀ ମଧ୍ୟରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଥାଏ ଆଉ ସେଇ ଦ୍ୱନ୍ଦ୍ୱରେ ହିଁ ସାମାଜିକ ପରିବର୍ତ୍ତନ ଆସିଥାଏ। ସୋସିଆଲ କନଫ୍ଲିକ୍ଟ ଯୋଉଟା ଆମେ ମାର୍କ୍ସଙ୍କର କହିଥିଲେ। ଏହା କହିବା ବେଳେ ମାର୍କ୍ସ ସମାଲୋଚନା କରିଥିଲେ ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ମାନଙ୍କୁ ଏବଂ ବା ମେନଷ୍ଟ୍ରିମ୍ ଅର୍ଥନୀତିର ସ୍କଲାର ମାନଙ୍କୁ, ଏବଂ ସେ କହିଥିଲେ ଯେ ଯୋଉ ସରପ୍ଲସ୍ ଭ୍ୟାଲୁ ଯୋଉ କନସେପ୍ଟ ସେ ଦେଇଥିଲେ, ସେଠାରେ ସେ କେବଳ କହିଥିଲେ ଯେ କେବଳ ଲେବର ଏକ୍ସପ୍ଲୋଟେସନ ବା ଯୋଉ ଶ୍ରମ ଯୋଉ ଲେବର ମାନଙ୍କୁ ବା ଶ୍ରମିକ ମାନଙ୍କୁ କିଭଳି ଗୋଟେ ଇଣ୍ଡଷ୍ଟ୍ରିଆଲ ଅର୍ଗାନାଇଜେସନ ବା ଗୋଟେ କାରଖାନା ବା ଗୋଟେ ଫ୍ୟାକ୍ଟ୍ରି ଭିତରେ କିଭଳି ସେମାନଙ୍କର ଦେୟ କମ ଦେୟ ଦିଆଯାଇ ସେମାନଙ୍କୁ କେମିତି ଅଧିକ ସମୟ ଯାଏ କାମ କରାଯାଉଥିଲା ଏବଂ ଅଧିକ ସମୟ ଯାଏ କାମ କରାଯାଇ ସେ ଯୋଉ ଅଧିକ ସମୟର ଯୋଉ ଦେୟଟିକୁ ବା ସେମାନଙ୍କର ଯୋଉ ଭ୍ୟାଲୁଟାକୁ ଯୋଉଟା କୁ ଆମର କ୍ୟାପିଟାଲିଷ୍ଟ ମାନେ ବା ପୁଞ୍ଜିବାଦୀ ମାନେ ସେମାନେ କିଭଳି ନିଜେ ତାକୁ ନେଇଯାଉଥିଲେ। ଏହା ଏକ ପ୍ରକାରର ଲେବର ଏକ୍ସପ୍ଲୋଟେସନ ଯାହା ସେ କହିଥିଲେ ବା ଶ୍ରମ ଲେବର ଏକ୍ସପ୍ଲୋଟେସନ, ଏହା ଦ୍ୱାରା ଲେବର ଏକ୍ସପ୍ଲୋଟେସନ ହଉଥିଲା ଏବଂ ଲେବର ଏକ୍ସପ୍ଲୋଟେସନ ଗୋଟେ କ୍ଲାସ କନଫ୍ଲିକ୍ଟ ବା ସେ ଯୋଉ କହୁଥିଲେ ଯେ ଦୁଇ ଶ୍ରେଣୀ ମଧ୍ୟରେ ବିବାଦ ସୃଷ୍ଟି ହଉଥିଲା ଏବଂ ସେହି ବିବାଦରୁ ସମାଜ ପରିବର୍ତ୍ତନ ଆଡକୁ ଯାଉଥିଲା। ଏବଂ ଏହାକୁ ବ୍ୟାଖ୍ୟା କରିବା ପାଇଁ ବା ତାଙ୍କର ଯଦି ଆନାଲିସିସକୁ ଆମେ ଦେଖିବା, ମାର୍କ୍ସଙ୍କର ଆନାଲିସିସକୁ, ଏହାକୁ ବ୍ୟାଖ୍ୟା କଲା ବେଳେ ମାର୍କ୍ସ କହିଥିଲେ ଯେ କିଭଳି ସୋସାଇଟି ଗୋଟିଏ ବା ସମାଜ ଗୋଟିଏ ଷ୍ଟେଜରୁ ଆଉ ଗୋଟିଏ ଷ୍ଟେଜକୁ ପରିବର୍ତ୍ତନ ହେଉଛି। ଯେମିତି ଆମେ ଏସିଆଟିକ ମୋଡ ଅଫ ପ୍ରଡକ୍ସନ ସେ କହିଥିଲେ, ଫିଉଡାଲ ମୋଡ ଅଫ ପ୍ରଡକ୍ସନ କହିଥିଲେ, ତାପରେ କ୍ୟାପିଟାଲିଷ୍ଟ ମୋଡ ଅଫ ପ୍ରଡକ୍ସନ କହିଥିଲେ। ଆଉ ସବୁ ସମାଜରେ ସେ କହିଥିଲେ ବା ସବୁ ସୋସାଇଟିରେ ସେ କହିଥିଲେ ଯେ ସବୁ ସମାଜରେ ଦୁଇଟି ଶ୍ରେଣୀ ରହୁଥିଲେ, ଯେଭଳି କି ଆମର ଫିଉଡାଲ ସୋସାଇଟିରେ ମାଷ୍ଟର ଆଣ୍ଡ ସର୍ଭ ରହୁଥିଲେ ଆଉ କ୍ୟାପିଟାଲିଷ୍ଟ ସୋସାଇଟିରେ ବୁର୍ଜୁଆସ ଆଉ ପ୍ରୋଲେଟାରିଏଟ ରହିଥିଲେ। କିନ୍ତୁ ଏଇ ଯୋଉ ସମ୍ପର୍କଟି ଥିଲା, ଏ ସମ୍ପର୍କଟି ସୋସିଆଲ କଣ୍ଡିସନ୍ସ ବା ସାମାଜିକ ପରିସ୍ଥିତି ଦ୍ୱାରା ଗଭର୍ଣ୍ଣ ହଉଥିଲା ବା ନିୟନ୍ତ୍ରିତ ହଉଥିଲା। ଏହାପରେ ମାର୍କ୍ସ ଯେତେବେଳେ ଆଲୋଚନା କରିଥିଲେ ତାଙ୍କର ଯୋଉ କ୍ୟାପିଟାଲରେ, ସେ ଯେତେବେଳେ ଆଲୋଚନା କରିଥିଲେ ଯୋଉ ଶ୍ରେଣୀ ବିଭାଜନ ହେଇଥିଲା, ଏହି ସମୟରେ ସିଏ ସଂସ୍କୃତି ଆଉ ରାଜନୀତିକୁ ମଧ୍ୟ ଆଣିଥିଲେ ଏବଂ ସେ କହିଥିଲେ ଯେ ଆର୍ଥିକ ଯୋଉ ବ୍ୟବହାର ରହିଛି, ଗୋଟେ ବ୍ୟକ୍ତି ବିଶେଷର ଯୋଉ ଆର୍ଥିକ ବ୍ୟବହାର ରହିଛି, ଏହା ବହୁ ସମୟରେ ସାମାଜିକ ଏବଂ ସାଂସ୍କୃତିକ ପରିସ୍ଥିତି ଦ୍ୱାରା ନିୟନ୍ତ୍ରିତ। ଆଉ ଯଦି ଆମେ ଦେଖିବା ବୁଝିବା ପାଇଁ ବା ଅଧିକ ସରଳ କରିବା ପାଇଁ ଆମେ ଯଦି ଦେଖିବା, ଯୋଉ ମାର୍କ୍ସିଷ୍ଟ ଆଲୋଚନା ରହିଛି ଆମର ଭାରତର ଅର୍ଥନୈତିକ ଅର୍ଥନୈତିକ ପ୍ରଗତି ସନ୍ଦର୍ଭରେ ଆମେ ଯଦି ଦେଖିବା, ମୋଡ ଅଫ ପ୍ରଡକ୍ସନ ଡିବେଟ ଯୋଉ ହେଇଥିଲା ଭାରତର କୃଷିକୁ ନେଇକରି ବା ଇଣ୍ଡିଆନ ଆଗ୍ରିକଲଚର ଯାହାକୁ ଆମେ କହେ, ଏହା ବିଶ୍ୱ ସ୍ତରରେ ମଧ୍ୟ ପପୁଲାରିଟି ଅର୍ଜନ କରିଥିଲା। ଏବଂ ଏହି ଯୋଉ ଡିବେଟ ହେଇଥିଲା ବା ଏଇ ଯୋଉ ଆଲୋଚନା ହେଇଥିଲା, ଏହି ଆଲୋଚନା ଦୀର୍ଘ 20 ବର୍ଷ ଧରି ଲାଗି ରହିଥିଲା ଏବଂ ଏହି ଆଲୋଚନାକୁ ମୁଁ ବହୁତ ସଂକ୍ଷିପ୍ତ ଭାବରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି। ଏବଂ ଏହି ଆଲୋଚନା ଦ୍ୱାରା ଆମେ ଜାଣିପାରିବା ଯେ କେଉଁଭଳି ଭାବରେ ସମାଜଶାସ୍ତ୍ରର ସ୍କଲାର ମାନେ ଏହି ଆଲୋଚନାରେ ଯୋଗ ଦେଇ ଏହି ଆଲୋଚନାକୁ ଅଧିକ ମିନିଂଫୁଲ ବା ଅଧିକ ବହୁତ ମାନେ ଇମ୍ପୋର୍ଟାଣ୍ଟ ଅଧିକ ଭାବରେ ମିନିଂଫୁଲ କରିଥିଲେ। ଯଦି ଦେଖିବା ଆମେ ମୋଡ ଅଫ ପ୍ରଡକ୍ସନ ଡିବେଟ ଅନ ଇଣ୍ଡିଆନ ଏଗ୍ରିକଲଚର, ଏହା ଆରମ୍ଭ ହୋଇଥିଲା 1980 ମସିହାରେ ଏବଂ ପ୍ରଥମେ ଏହା ଆରମ୍ଭ ହୋଇଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଜେଏନୟୁ ବିଶ୍ୱବିଦ୍ୟାଳୟ, କ୍ଷମା କରିବେ, ଜବାହରଲାଲ ନେହେରୁ
ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ଉତ୍ସା ପଟ୍ଟନାୟକ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ଅଶୋକ ରୁଦ୍ରଙ୍କ ମଧ୍ୟରେ ଏଇ ଯୋଉ ଡିବେଟ୍ ପ୍ରଥମେ ଆରମ୍ଭ ହୋଇଥିଲା। ଡିବେଟ୍ର ପ୍ରଥମ ସୋପାନ ଥିଲା ଯେତେବେଳେ ଅଶୋକ ରୁଦ୍ର ଗୋଟେ ପ୍ରୋଜେକ୍ଟ କାମ କରି କହିଥିଲେ ଯେ ପ୍ରୋଜେକ୍ଟରେ କାମ କରୁଥିବା ସମୟରେ ସେ ପଞ୍ଜାବ ଏବଂ ହରିୟାଣାର କୃଷି ଉପରେ ଗବେଷଣା କରି କହିଥିଲେ ଯେ ସେଇ ଯୋଉ ଉତ୍ପାଦନ ଯୋଉ ମୋଡ ଅଫ ପ୍ରଡକ୍ସନ ରହିଛି ତାହା କ୍ୟାପିଟାଲିଷ୍ଟ ବା ପୁଞ୍ଜିବାଦୀ ମୋଡ ଅଫ ପ୍ରଡକ୍ସନ, କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ଉତ୍ସା ପଟ୍ଟନାୟକ ଯେ ଆପଣ ଯୋଉ ପ୍ରକ୍ରିୟା ବା ଆପଣଙ୍କର ଯୋଉ କାଲକୁଲେସନ କରିବାର ଯୋଉ ମାଧ୍ୟମ ରହିଛି ତାହା ଭୁଲ, ଆଉ ଆପଣଙ୍କର ଯୋଉ ଆଲୋଚନା ବା ଯୋଉ ଆନାଲିସିସ୍ ରହିଛି ଏହା ମାର୍କ୍ସ ବା ମାର୍କ୍ସିଆନ ମଡେଲ ସହିତ ଏକମତ ନୁହେଁ। ଆଉ ସିଏ ମଧ୍ୟ କ୍ରିଟିସାଇଜ କଲାବେଳେ ଉତ୍ସା ପଟ୍ଟନାୟକ କହିଥିଲେ ଯେ ଅଶୋକ ରୁଦ୍ରଙ୍କର ଆନାଲିସିସ୍ ଏହା ଇକୋନୋମିକ୍ସର ବା ମାର୍କ୍ସଙ୍କର ତର୍ଜମାଠୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। କିନ୍ତୁ ଏହି ଯୋଉ ଡିବେଟ୍ ଆରମ୍ଭ ହୋଇଥିଲା ବା ଏହି ଯୋଉ ଯୁକ୍ତି ଆରମ୍ଭ ହୋଇଥିଲା ବହୁତ ସମୟରେ ଏହା ପରେ ପରେ ଅନେକ ଅର୍ଥନୀତିର ଯୋଉ ସ୍କଲାର ମାନେ ରହିଲେ, ଇକୋନୋମିକ୍ସର ଯୋଉ ସ୍କଲାର ମାନେ ରହିଲେ, ଯେଭଳି କି ପ୍ରଣବ ବର୍ଦ୍ଧନ ରହିଲେ, ଅମିତ ଭାଦୁରୀ ରହିଲେ, ପ୍ରଧାନ ପ୍ରସାଦ ରହିଲେ, ପରେଶ ଚଟ୍ଟୋପାଧ୍ୟାୟ ରହିଲେ, ଏମାନେ ମଧ୍ୟ ଏହି ଡିବେଟ୍ରେ ବା ଏହି ଯୋଉ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଅଂଶଗ୍ରହଣ ମଧ୍ୟ ଏହି ଆଲୋଚନାକୁ ଅଧିକ ଯୁକ୍ତିଯୁକ୍ତ କରିଥିଲା। ଆଉ ସେମାନେ ମଧ୍ୟ ଏକ ନୂଆ ଦିଗନ୍ତ ଦେଇଥିଲେ ଏହି ଆଲୋଚନାକୁ। ଯେଭଳି ଉଦାହରଣ ସ୍ୱରୂପ ସେମାନେ ଯେତେବେଳେ ଆଲୋଚନା କଲେ ସେମାନେ ମଧ୍ୟ ଖଣ୍ଡନ କରିଥିଲେ ଅଶୋକ ରୁଦ୍ର ଏବଂ ଉଷା ପଟ୍ଟନାୟକଙ୍କ ଯୁକ୍ତିକୁ। ବିହାର, ଓଡ଼ିଶା ଏବଂ ପଶ୍ଚିମ ବଙ୍ଗାଳ ବା ୱେଷ୍ଟ ବେଙ୍ଗଲର କେସ୍କୁ ନେଇକରି କେସ୍ ଷ୍ଟଡିକୁ ନେଇକରି ସେମାନେ ମଧ୍ୟ ଅଶୋକ ରୁଦ୍ର ଏବଂ ଉଷା ପଟ୍ଟନାୟକଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ। ସେମାନେ କହିଥିଲେ ଯେ ଯଦିଓ ପଞ୍ଜାବ ଓ ହରିୟାଣାରେ କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ ପ୍ରବେଶ କରିସାରିଛି, ଆଗ୍ରିକଲଚର ଯୋଉ ପଞ୍ଜାବ ଏବଂ ହରିୟାଣାର କୃଷିରେ ପୁଞ୍ଜିବାଦ ପ୍ରବେଶ କରିସାରିଛି, କିନ୍ତୁ ବିହାର, ୱେଷ୍ଟବେଙ୍ଗଲ ଏବଂ ଓଡ଼ିଶା ଭଳି ରାଜ୍ୟରେ ପୁଞ୍ଜିବାଦୀ କୃଷିର ଡେଭଲପମେଣ୍ଟ ହେଇପାରି ନାହିଁ। ଏବଂ ସେମାନେ ଗୋଟେ ନୂଆ କନସେପ୍ଟ ଆଣିଥିଲେ ଯାହାକୁ କୁହାଯାଏ ସେମି ଫ୍ୟୁଡାଲ ମୋଡ ଅଫ ପ୍ରଡକ୍ସନ। ସେମାନେ କହିଥିଲେ ଯେ ଏହା ଓଡ଼ିଶା ଆଉ ପଶ୍ଚିମବଙ୍ଗ ଏବଂ ବିହାର ଏହି ତିନୋଟି ରାଜ୍ୟରେ ସେମି ଫ୍ୟୁଡାଲ ମୋଡ ଅଫ ପ୍ରଡକ୍ସନ ଅଛି ଏବଂ ଏଠିକାର ଯୋଉ ମୋଡ ଅଫ ପ୍ରଡକ୍ସନ ବା ଯୋଉ ଆଗ୍ରିକଲଚରାଲ ମୋଡ ଅଫ ପ୍ରଡକ୍ସନ ଅଛି ଏହା ସମ୍ପୂର୍ଣ୍ଣ ଭାବରେ ପଞ୍ଜାବ ଏବଂ ହରିୟାଣାଠୁ ଭିନ୍ନ। ସେହିପରି ଭାବରେ ଅନ୍ୟ ଇକୋନୋମିଷ୍ଟ ବା ଅର୍ଥନୀତିର ସ୍କଲାର ମାନେ ମଧ୍ୟ ଏହି ଯୋଉ ଆଲୋଚନାରେ ଯୋଗଦାନ ଦେଇଥିଲେ ଏବଂ ସେମାନେ ମଧ୍ୟ କହିଥିଲେ ଯେ ସେମାନଙ୍କ ଯୁକ୍ତି ଅଶୋକ ରୁଦ୍ର, ଉତ୍ସା ପଟ୍ଟନାୟକ ଏବଂ ଅନ୍ୟ ଯୋଉ ଗୋଟିଏ ଗ୍ରୁପ ବା ଦଳ ରହିଥିଲେ, ଗ୍ରୁପ ବା ଯୋଉ ସ୍କଲାର ମାନେ ରହିଥିଲେ, ପରେଶ ଚଟ୍ଟୋପାଧ୍ୟାୟ, ପ୍ରଣବ ବର୍ଦ୍ଧନ, ଯୋଉମାନେ ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ କାମ କରୁଥିଲେ, ସେମାନଙ୍କ ଯୁକ୍ତିଠୁ ଭିନ୍ନ। ସେମାନେ ସାଉଥ ଇଣ୍ଡିଆର ବା ଦକ୍ଷିଣ ଭାରତର ରାଜ୍ୟ ଗୁଡିକ ଯେଭଳି କର୍ଣ୍ଣାଟକ ହେଲା, କେରଳ ହେଲା ଏବଂ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏଇଭଳି ରାଜ୍ୟ ଉପରେ ନିଜର ତର୍ଜମା କରିଥିଲେ ଏବଂ ନିଜର ବକ୍ତବ୍ୟ ରଖିଥିଲେ। କିନ୍ତୁ ଯଦି ଦେଖିବା ଏହି ଯୋଉ ପ୍ରଥମ 10 ବର୍ଷ ଏଇ ଯୋଉ ଡିବେଟ୍ ବା ବିଷୟ ବସ୍ତୁ ଉପରେ ଆଲୋଚନା ଚାଲିଲା, ମୋଡ ଅଫ ପ୍ରଡକ୍ସନ ଡିବେଟ୍ ଅନ୍ ଇଣ୍ଡିଆନ ଏଗ୍ରିକଲଚର, ଏଥିରେ କୌଣସି ସମାଜଶାସ୍ତ୍ରର ସ୍କଲାର ଯୋଗ ଦେଇନଥିଲେ। ପ୍ରଥମେ ଏହି ଡିବେଟଟି କେବଳ ସୀମିତ ଥିଲା ଅର୍ଥନୀତିର ସ୍କଲାର ମାନଙ୍କ ମଧ୍ୟରେ ଏବଂ ଏଥିରେ କୌଣସି ସମାଜଶାସ୍ତ୍ର କିମ୍ବା କୌଣସି ଆନ୍ଥ୍ରୋପୋଲୋଜି ବିଷୟବସ୍ତୁ ଆନ୍ଥ୍ରୋପୋଲୋଜି ବା ପଲିଟିକାଲ ସାଇନ୍ସ ବା ରାଜନୀତି ବିଜ୍ଞାନ ବା ଇତିହାସ ଏହି ବିଷୟର କୌଣସି ସ୍କଲାର ଯୋଗ ଦେଇନଥିଲେ। କିନ୍ତୁ 10 ବର୍ଷ ପରେ ସମାଜଶାସ୍ତ୍ରର କିଛି ସ୍କଲାର ଏହି ଆଲୋଚନାରେ ଯୋଗ ଦେଇଥିଲେ। ସେମାନେ ଜନ୍ ପି ମେଞ୍ଚର, ଗେଲ୍ ଓମ୍ବେଟ, ଦୀପଙ୍କର ଗୁପ୍ତା ଆଉ ଏଇ ଯୋଉ ସ୍କଲାର ମାନେ ଯୋଗ ଦେଲେ, ଏମାନେ ଚେଷ୍ଟା କଲେ ଯୋଉ କେତେଟା ସାମାଜିକ ଦୃଷ୍ଟିକୋଣ ରହିଛି ବା ସାମାଜିକ ସୋସିଆଲ କ୍ୟାରେକ୍ଟରିଷ୍ଟିକ୍ସ ବା ଯୋଉ ଇଣ୍ଡିକେଟର୍ସ ରହିଛି ସେଇଗୁଡିକ ଏହି ଯୋଉ ଆଲୋଚନା ଭିତରକୁ ଆଣିବା ପାଇଁ। ଆଉ ସେମାନେ କହିବା କଥା ଯେ ସେଇ ସ୍କଲାର ମାନଙ୍କର ଯୁକ୍ତି ଥିଲା ଯେ
ସମାଜଶାସ୍ତ୍ରର ସ୍କଲାର ମାନେ ଯେଭଳି ଶଙ୍କର ଗୁପ୍ତା ହେଲେ, ଜନ୍ ପି ମେଞ୍ଚର ହେଲେ, କ୍ୟାଥଲିନ୍ ଗଫ୍ ହେଲେ ବା ଗେଲ୍ ଓମେଟ୍ ହେଲେ, ସେମାନଙ୍କର ଯୁକ୍ତି ଥିଲା ଯେ ଆମେ ଯୋଉ ଆଲୋଚନା 10 ବର୍ଷ ହେଲା ଦୀର୍ଘ 10 ବର୍ଷ ଧରି ଯୋଉ ଆଲୋଚନା ଚାଲି ଆସିଛି ଅର୍ଥନୀତିର ସ୍କଲାର ମାନଙ୍କ ମଧ୍ୟରେ, ତାହା କେବଳ ଅର୍ଥନୈତିକ ଯୋଉ ଇଣ୍ଡିକେଟର ଗୁଡ଼ିକ ରହିଛି ତାରି ଉପରେ ହିଁ ଆଲୋଚନା ହେଇଛି। ଆଉ ଯୋଉ ସାମାଜିକ ପରିବେଶ ବା ସାମାଜିକ ଦୃଷ୍ଟିକୋଣ ରୁ ମୁଖ୍ୟ ଯୋଉ ବିଷୟବସ୍ତୁ ରହିଛି ତାହା ଲୁଚି ରହିଛି। ତେଣୁ ସେମାନେ କଣ କଲେ, ଯେତେବେଳେ ଆନାଲିସିସ୍ କଲେ ବା ସେମାନେ ଯେତେବେଳେ ତର୍ଜମା କଲେ, ସେମାନେ କହିଲେ ଯେ ଜାତିବାଦ ବା କାଷ୍ଟ ଗୋଟିଏ ମୁଖ୍ୟ ଆଲୋଚନାର ବିଷୟବସ୍ତୁ। ଯେତେବେଳେ ଭାରତୀୟ କୃଷି ଉପରେ ଆମେ ଆଲୋଚନା କରୁଛେ, ଆଉ ସେତେବେଳେ ଭାରତୀୟ କୃଷି ବା ତାର ଯୋଉ ଆମର ଲେବର ରିଲେସନ ରହିଛି ବା ଯୋଉ ପ୍ରଡକ୍ସନ ରିଲେସନ ରହିଛି ବା ଉତ୍ପାଦନର ଯୋଉ ଆମର ସମ୍ପର୍କଟା ରହିଛି, ଏହା କେବଳ ଅର୍ଥନୈତିକ ନୁହେଁ। ଯଦି ଏହାକୁ ଆମେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରି ଦେଖିବା, ଏହା ବହୁତ ସମୟରେ ସମାଜର ଯୋଉ ପରିସ୍ଥିତି ରହିଛି ତା ଦ୍ୱାରା ଅନୁପ୍ରାଣିତ। ତେଣୁ ଏହାକୁ ଆଲୋଚନା କରିବା ପାଇଁ ସେମାନେ ଯୋଉ କାଷ୍ଟ ଆମର ରହିଲା, କାଷ୍ଟ ବା ଜାତିବାଦ, ଆକୁ ନେଇକରି ମଧ୍ୟ ଆଲୋଚନା କରିଥିଲେ। କିନ୍ତୁ ଏହା ସେମାନଙ୍କର ଯୋଗଦାନ ଏହି ଯୋଉ ଆଲୋଚନାରେ, ଏହି ଯୋଉ ଡିବେଟଟିକୁ, ମୋଡ ଅଫ ପ୍ରଡକ୍ସନ ଡିବେଟ ଅନ୍ ଇଣ୍ଡିଆନ ଏଗ୍ରିକଲଚର, ବହୁତ ଭାବରେ ଏହାକୁ ରିଚ୍ କରିଥିଲା। ଲୋକମାନେ ଯୋଉମାନେ ଆମର ବିଶ୍ୱସ୍ତରର ଯୋଉମାନେ ସ୍କଲାର ରହିଲେ, ଅର୍ଥନୀତିର ସ୍କଲାର ହୁଅନ୍ତୁ ବା ସମାଜଶାସ୍ତ୍ରର ସ୍କଲାର ରୁହନ୍ତୁ, ସେମାନେ ଏହାକୁ ଅନେକାଂଶରେ ପ୍ରଶଂସା ମଧ୍ୟ କରିଥିଲେ। ଏହା ମଧ୍ୟ କହିଥିଲେ ଯେ ସମାଜଶାସ୍ତ୍ରର ସ୍କଲାର ମାନଙ୍କ ଯୋଗଦାନ ଏହି ବିଷୟକୁ ବହୁତ ଭାବରେ, ଏଇ ଯୋଉ ଡିବେଟ ବା ଏଇ ଯୋଉ ଆଲୋଚନାକୁ ବହୁତ ଭାବରେ ପ୍ରଭାବିତ କରିଥିଲା। ଏହାପରେ ଆମେ ଯିବା ମାର୍କସ ୱେବରଙ୍କର କଣ୍ଟ୍ରିବ୍ୟୁସନ। ମାର୍କସ ୱେବରଙ୍କର କଣ୍ଟ୍ରିବ୍ୟୁସନ ଯଦି ଆମେ ଦେଖିବା, ଏହା କୌଣସି ଯେଉଁଭଳି ଭାବରେ ମାର୍କସଙ୍କର ଯୋଗଦାନ ଇମ୍ପୋର୍ଟାଣ୍ଟ ବା ବହୁତ ଜରୁରୀ, ସେଇଭଳି ଭାବରେ ମାର୍କସ ୱେବରଙ୍କର ଯୋଗଦାନ ବା କଣ୍ଟ୍ରିବ୍ୟୁସନ ମଧ୍ୟ କୌଣସି ଅଂଶରେ କମ୍ ନୁହେଁ। ମାର୍କସ ୱେବର ଯେତେବେଳେ ତାଙ୍କର ପ୍ରୋଟେଷ୍ଟାଣ୍ଟ ଏଥିକ୍ସ ଆଣ୍ଡ ସ୍ପିରିଟ ଅଫ କ୍ୟାପିଟାଲିଜିମ ଲେଖିଥିଲେ, ସିଏ ଯୋଉ ଆମର ସାମାଜିକ ପରିସ୍ଥିତି ସୋସିଆଲ ଇଣ୍ଡିକେଟର ଯୋଉ ସବୁ ରହିଥିଲା ବା ଆସ୍ପେକ୍ଟ ସବୁ ରହିଥିଲା, ସେଗୁଡ଼ିକ ଉପରେ ବହୁତ ପ୍ରାଧାନ୍ୟ ଦେଇଥିଲେ। ସିଏ କ୍ରିଟିସାଇଜ କରିଥିଲେ ମେନଷ୍ଟ୍ରିମ୍ ଅର୍ଥନୀତିର ସ୍କଲାର ମାନଙ୍କୁ ବା କ୍ଲାସିକାଲ ଇକୋନୋମିକ୍ସର ସ୍କଲାର ମାନଙ୍କୁ, ଏହା କହିକି ଯେ ଆପଣମାନେ ଭୁଲି ଯାଉଛନ୍ତି ଯେ ସୋସିଓଲୋଜି ବା ଆର୍ଥିକ ସମାଜଶାସ୍ତ୍ର ଗୋଟେ ଅମ୍ବ୍ରେଲା ଲାଇକ୍ ସବଜେକ୍ଟ ବା ଗୋଟେ ଛତା ଭଳି ବିଷୟ। ଏହା ବହୁତ ଗୁଡ଼ିଏ ଖାଲି ଅର୍ଥନୀତି ନୁହଁ, ଏହା ଅର୍ଥନୀତି, ଏହା ରାଜନୀତି, ଏହା ସାମାଜିକ ପରିସ୍ଥିତି ସବୁକୁ ନେଇକି ଗଠିତ। ଏବଂ ଏଇ ଯୋଉ ସଂଗଠିତ ଏଇ ଯୋଉ ବିଷୟବସ୍ତୁଟି ରହିଛି ଇକୋନୋମିକ ସୋସିଓଲୋଜି ବା ଆର୍ଥିକ ସମାଜଶାସ୍ତ୍ର, ଯଦି ଏଇ ଅନେକ ଗୁଡ଼ିଏ ବିଷୟକୁ ଆମେ ନେଇକରି ଆଲୋଚନା କରିବା, ତାହେଲେ ଏହାର ଆନାଲିସିସ୍ ବା ଆର ଯୋଉ ଆଉଟକମ୍ ବାହାରିବ, ଏହା ଅଧିକ ମିନିଂଫୁଲ। ତେଣୁ ଯୋଉ ପ୍ରୋଟେଷ୍ଟାଣ୍ଟ ଏଥିକ୍ ଆଣ୍ଡ ସ୍ପିରିଟ ଅଫ କ୍ୟାପିଟାଲିଜିମ ଆମେ ଦେଖେ, ଏଥିରେ ମାର୍କସ ୱେବର କହିଥିଲେ ସିଏ ବହୁତ ସାମାଜିକ ଯୋଉ କଣ୍ଡିସନ୍ସ ରହିଛି ବା ସୋସିଆଲ କଣ୍ଡିସନ୍ସ ରହିଛି ତା ଉପରେ ବହୁତ ଆଲୋଚନା କରିଥିଲେ। ଆଉ ସେଇ ଯୋଉ ସାମାଜିକ କଣ୍ଡିସନ୍ସ ରହିଛି ବା ସୋସିଆଲ କଣ୍ଡିସନ ରହିଥିଲା, ତା ଭିତରୁ ସବୁଠୁ ଇମ୍ପୋର୍ଟାଣ୍ଟ ଥିଲା ରିଲିଜିଅନ ବା ଧର୍ମ। ଏବଂ ସେ କହିଥିଲେ, ସେ ବିଶ୍ୱର କେତେ ଗୁଡ଼ିଏ ଧର୍ମକୁ ନେଇ ଆଲୋଚନା କରିଥିଲେ ଏବଂ ସେ କହିଥିଲେ ଯେ କିଛି ଧର୍ମ ବା ବହୁତ ଗୁଡ଼ିଏ ଧର୍ମ ଅଛି, ଯୋଉ ଧର୍ମର ସବୁ ଯୋଉ ପ୍ରିନ୍ସିପଲ୍ସ ରହିଛି ସେଗୁଡ଼ିକ ଗୋଟେ ପର୍ଟିକୁଲାର ବା ଗୋଟେ ନିର୍ଦ୍ଦିଷ୍ଟ ଦେଶକୁ ଆର୍ଥିକ କ୍ଷେତ୍ରରେ ପଛୁଆ କରିଦଉଛି। ଏବଂ କିଛି ଧର୍ମ ରହିଛି, କିଛି ଦେଶ ରହିଛି ଯୋଉମାନେ ଗୋଟେ ନିର୍ଦ୍ଦିଷ୍ଟ ଧର୍ମ ଦ୍ୱାରା ଅନୁପ୍ରାଣିତ। ସେଇ କିଛି ଧର୍ମ ଯୋଉଭଳି ପ୍ରୋଟେଷ୍ଟାଣ୍ଟିଜିମ ବା ପ୍ରୋଟେଷ୍ଟାଣ୍ଟ ଧର୍ମ, ପ୍ରୋଟେଷ୍ଟାଣ୍ଟ ଏଥିକ୍ସ ବା ସେଇ ଯୋଉ ଧର୍ମର ଯୋଉ କେତୋଟି ପ୍ରିନ୍ସିପଲ୍ସ ରହିଛି, ତାହା ସେହି ଧର୍ମର ଫଲୋଅର ମାନଙ୍କୁ, ଯୋଉମାନେ ସେଇ ଧର୍ମର ସେଇ ଯୋଉ ଧର୍ମକୁ ଯୋଉମାନେ ଫଲୋ କରନ୍ତି, ସେଇମାନଙ୍କର ଆର୍ଥିକ ଉନ୍ନତିରେ କଣ୍ଟ୍ରିବ୍ୟୁଟ କରୁଛି। କିନ୍ତୁ ସେହି ସମୟରେ ଏହି ଆଲୋଚନା ସମୟରେ ସିଏ ମଧ୍ୟ କେତୋଟି
जो अन्य धर्म माने रहले प्रोटेस्टांटिज्म को छाड़िले जो अन्य धर्म माने रहले जेमती हिंदू धर्म हला जुदाइज्म हला बा कन्फ्यूशियनिज्म हला एई सब धर्म को वेबर क्रिटिसाइज करथिले बा समालोचना करथिले कहिथिले एई जो धर्मर किछि प्रिंसिपल्स अछि एई धर्मर जो प्रिंसिपल्स गुडी अछि সেই প্রিন্সিপল পাই এই ধর্মর যে ফলোअर মানে রহিলে বা যে ধর্মর যে মানে অনুপ্রাণিত সেই মানଙ୍କର আর্থিক পরিস্থিতিরে কোনসি উন্নতি হেউ নাই ଆଉ ସିଏ କମ୍ପେୟାର କରିଥିଲେ ସେଇ ଧର୍ମ ମାନଙ୍କର ଯୋଉ ପ୍ରିନ୍ସିପଲ୍ସ ରହିଛି ପ୍ରୋଟେଷ୍ଟାଣ୍ଟ ଧର୍ମର ପ୍ରିନ୍ସିପଲ୍ ସହିତ ଏବଂ ସେ କହିଥିଲେ ପ୍ରୋଟେଷ୍ଟାଣ୍ଟ ଧର୍ମର ଯୋଉ କାଲଭିନିଜିମ୍ ଯୋଉ ପ୍ରିନ୍ସିପଲ୍ ରହିଛି ବା ଡକ୍ଟ୍ରିନ୍ ରହିଛି ଏହା କାଲଭିନିଜିମ୍ ଦ୍ୱାରା ଅନୁପ୍ରାଣିତ ଏବଂ କର୍ମ ହିଁ ଭଗବାନ ଯୋଉ ପ୍ରିନ୍ସିପଲ୍ ସେ କହିଥିଲେ କର୍ମ ହିଁ ଭଗବାନ ଏହା କେବଳ ପ୍ରୋଟେଷ୍ଟାଣ୍ଟ ମାନେ ଫଲୋ କରନ୍ତି ଏବଂ ସେ ଯୋଉ କାଲଭିନିଷ୍ଟିକ ପ୍ରିନ୍ସିପଲ୍ସ ରହିଥିଲା ଯେ କଠିନ ପରିଶ୍ରମ ଆଉ ଇନଭେଷ୍ଟମେଣ୍ଟ କରିବା ଆଉ ସଞ୍ଚୟ କରିବା ଆଉ ସଫଳ ହବା ଏହା ହଉଛି ଭଗବାନଙ୍କର ଇଚ୍ଛା ଆଉ ଜଣେ ସଫଳ ବ୍ୟକ୍ତି ହିଁ ଭଗବାନଙ୍କ ପାଖରେ ଜଲ୍ଦି ପହଞ୍ଚି ପାରିବ ଆଉ ଗୋଟେ ସଫଳ ବ୍ୟକ୍ତି ଉପରେ ଭଗବାନ ବେଶୀ ଆର୍ଥିକ କ୍ଷେତ୍ରରେ ଯୋଉ ବ୍ୟକ୍ତିଟି ସଫଳ ତା ଉପରେ ଭଗବାନ ବେଶୀ ଖୁସି ହୁଅନ୍ତି ବା ସେ ଭଗବାନଙ୍କର ନିକଟତର ହେଇପାରେ ତେଣୁ ଏଇଭଳି କେତେକ ପ୍ରିନ୍ସିପଲକୁ ନେଇ ପ୍ରୋଟେଷ୍ଟାଣ୍ଟ ରିଲିଜନ ର ଫଲୋଅର ମାନେ ସେମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତ କିନ୍ତୁ ଅନ୍ୟ ଯୋଉ ଧର୍ମର ଫଲୋଅର ମାନେ ରହିଲେ ଯେଭଳି ହିନ୍ଦୁଇଜିମ ହେଲା ଜୁଦାଇଜିମ ହେଲା କନଫ୍ୟୁସିଆନିଜମ ହେଲା ସେମାନେ ପଛୁଆ ହେଇଯାଇଛନ୍ତି କେବଳ ସେମାନଙ୍କର ଧର୍ମର ଯୋଉ ପ୍ରିନ୍ସିପଲ ଗୁଡିକ ଅଛି ଏହାପରେ ଆମେ ଦେଖିବା ଯେ କିଭଳି ଭାବରେ ଯଦି ଦେଖିବା ପ୍ରଥମତଃ ୱେବରଙ୍କର ଯୋଉ ଆନାଲିସିସ୍ ଥିଲା ବା ୱେବରଙ୍କର ଯୋଉ ତର୍ଜମା ଥିଲା ମାର୍କସ ୱେବରଙ୍କର ଏହି ତର୍ଜମା ଅନେକାଂଶରେ ମେନଷ୍ଟ୍ରିମ୍ ଯୋଉ ଇକୋନୋମିଷ୍ଟ ଥିଲେ ବା ଅର୍ଥନୀତି ସ୍କଲାର ମାନେ ଥିଲେ ସେମାନଙ୍କୁ କ୍ରିଟିସାଇଜ କରିବାରେ ସଫଳ ହୋଇଥିଲା ଆଉ ସେମାନେ ମଧ୍ୟ ଏ ଅନେକାଂଶରେ ଅନେକ ଗୁଡ଼ିଏ ଯୋଉ ଅର୍ଥନୀତିର ସ୍କଲାର ମାନେ ଥିଲେ ସେମାନେ ମଧ୍ୟ ଏହାକୁ ମାନି ନେଇଥିଲେ ଯେ ହଁ ୱେବର ମାର୍କସ ୱେବରଙ୍କର ଯୋଉ ମନ୍ତବ୍ୟ ରହିଛି ଯେ ପ୍ରୋଟେଷ୍ଟାଣ୍ଟ ରିଲିଜନର ଯୋଉ ପ୍ରିନ୍ସିପଲ ବା ପ୍ରୋଟେଷ୍ଟାଣ୍ଟ ଧର୍ମର ଯୋଉ ପ୍ରିନ୍ସିପଲ୍ସ ଗୁଡ଼ିକ ରହିଛି ସେଗୁଡ଼ିକ ସେଇ ଧର୍ମର ଅନୁଗାମୀ ମାନଙ୍କୁ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେଇଯାଉଛି ଏବଂ ଅନ୍ୟ ଯୋଉ ଧର୍ମ ଗୁଡ଼ିକ ରହିଛି ତାହା ସେଇ ଧର୍ମର ଅନୁଗାମୀ ମାନଙ୍କୁ ପଛକୁ ଟାଣି ନେଉଛି ବା ଆଗକୁ ବଢିବା ପାଇଁ ଦଉନି ଏହା ଅନେକାଂଶରେ ସତ କିନ୍ତୁ ଏହାକୁ ନେଇ ୱେବରଙ୍କ ଯୋଉ ଆନାଲିସିସ୍ ଥିଲା ବା ୱେବରଙ୍କର ଯୋଉ ତର୍ଜମା ଥିଲା ଆକୁ ମଧ୍ୟ ଅନେକ ଇକୋନୋମିଷ୍ଟ ବା ଅର୍ଥନୀତିର ସ୍କଲାର ଏବଂ ସମାଜଶାସ୍ତ୍ରର ସ୍କଲାର ମାନେ ମଧ୍ୟ ଖଣ୍ଡନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଯୋଉ ସ୍କଲାର ମାନେ କାମ କରିଛନ୍ତି ଉଦାହରଣ ସ୍ୱରୂପ ଜାପାନର ସାମୁରାଇ ସମ୍ପ୍ରଦାୟ ଉପରେ ସେମାନେ ମଧ୍ୟ କ୍ରିଟିସାଇଜ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାରତର ଯୋଉ ମାରୁଆଡିସ୍ ସମ୍ପ୍ରଦାୟ ଅଛନ୍ତି ତାଙ୍କ ଉପରେ ମଧ୍ୟ କିଛି ସ୍କଲାର କାମ କରିଥିଲେ ଯୋଉଭଳି ପାର୍ସିଜ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ କେତେ ସ୍କଲାର କାମ କରିଥିଲେ ଚେଟିଆର୍ସ ଯୋଉ ଦକ୍ଷିଣ ଭାରତର ଚେଟିଆର୍ସ ଆଉ ନାଡାର୍ସ ତାଙ୍କ ଉପରେ ମଧ୍ୟ କେତେ ସ୍କଲାର କାମ କରିଥିଲେ ସେମାନେ ମଧ୍ୟ ୱେବରଙ୍କର ଯୁକ୍ତିକୁ ଖଣ୍ଡନ କରିଥିଲେ ଉଦାହରଣ ସ୍ୱରୂପ ଯେତେବେଳେ ୱେବର କହିଲେ ହିନ୍ଦୁଇଜିମ ବା ହିନ୍ଦୁ ଧର୍ମର ଯୋଉ କେତୋଟି ପ୍ରିନ୍ସିପଲ ରହିଛି ଯାହା ସେଇ ଧର୍ମର ଅନୁଗାମୀ ମାନଙ୍କୁ ବା ଫଲୋଅର ମାନଙ୍କୁ ଅର୍ଥନୀତି କ୍ଷେତ୍ରରେ ପଛୁଆ କରି ରଖିଛି ସେଇ ଯୋଉ ମନ୍ତବ୍ୟକୁ ବା ସେଇ ଯୋଉ ଯୁକ୍ତିକୁ କେତେ ଗୁଡ଼ିଏ ସମାଜଶାସ୍ତ୍ରର ସ୍କଲାର ମାନେ ଖଣ୍ଡନ କରିଥିଲେ ଏବଂ ସେ ଖଣ୍ଡନ କରିଥିଲେ କୋଉ ବେସିସରେ ନା ସେମାନେ ଷ୍ଟଡି ତାଙ୍କର ଯୋଉ ରିସର୍ଚ୍ଚ କରିଥିଲେ ସେ ରିସର୍ଚ୍ଚ ଯୋଉ ଗବେଷଣା କରିଥିଲେ ମାରୁଆଡିଜଙ୍କ ଉପରେ ମାରୁଆଡିଜ ମାନେ ଅର୍ଥନୀତି କ୍ଷେତ୍ରରେ ବହୁତ ଆଗୁଆ ଯଦି ଆମେ ଦେଖିବା ଅନ୍ୟ ଭାରତୀୟ କାଷ୍ଟ ମାନଙ୍କ ମଧ୍ୟରୁ ସେଇଭଳି ପାର୍ସିସଙ୍କ କ୍ଷେତ୍ରରେ ଯେଭଳି ଆମେ ଦେଖିବା ଟାଟା ଗ୍ରୁପ ସମସ୍ତେ ଆମେ ଜାଣିଛନ୍ତି ରତନ ଟାଟା ଜମସେଦଜି ଟାଟା ବେସିକାଲି ସେମାନେ ହଉଛନ୍ତି ପାର୍ସି ସମ୍ପ୍ରଦାୟର ଏବଂ ଯଦି ଦେଖିବା ସେମାନଙ୍କ ସମ୍ପ୍ରଦାୟ ମଧ୍ୟ ଅର୍ଥନୀତି କ୍ଷେତ୍ରରେ ବହୁତ ଆଗୁଆ ତେଣୁ ଯୋଉ ସମାଜଶାସ୍ତ୍ରର ସ୍କଲାର ମାନେ ଷ୍ଟଡି କରିଥିଲେ ପାର୍ସିଙ୍କ ଉପରେ ସେମାନେ ମଧ୍ୟ ଏକମତ ହେଲେ ଯେ ନାଇଁ ୱେବରଙ୍କର ଯୋଉ ଯୁକ୍ତି ରହିଥିଲା ବା ଯୋଉ ତର୍ଜମା ରହିଥିଲା ଯେ ହିନ୍ଦୁ ରିଲିଜନ ବା ହିନ୍ଦୁ ଧର୍ମର ଅନୁଗାମୀ ମାନେ
ଅର୍ଥନୀତି କ୍ଷେତ୍ରରେ ପଛୁଆ, କାରଣ ସେମାନଙ୍କର ଯୋଉ ଧର୍ମର କେତୋଟି ପ୍ରିନ୍ସିପଲ ରହିଛି ତାହା ସେମାନଙ୍କୁ ପଛୁଆ କରି ରଖୁଛି, ତାହା କାଳକ୍ରମେ ସମୟକ୍ରମେ ଖଣ୍ଡନ ହେଇଥିଲା। ଏବଂ ଚେଟିଆର୍ସ ବା ନାଡାର୍ସ ଆମେ ଆଜି ଭଳି ଦିନରେ ଆମେ ସମସ୍ତେ ଜାଣିଛେ ନାଡାର୍ସ ଗ୍ରୁପ୍ସ ଅଫ କମ୍ପାନିଜ, ଆଉ ସେଇଟା ଯଦି ଦେଖିବା ଆମେ ସେ ଯୋଉ ନାଡାର୍ସ ସେମାନେ ମଧ୍ୟ ଗୋଟିଏ ସମ୍ପ୍ରଦାୟ ଏବଂ ସେମାନଙ୍କର ଆର୍ଥିକ ଉନ୍ନତି ସେମାନଙ୍କର ଜାତି ଉପରେ ନିହିତ। ଆମେ ଯଦି ଦେଖିବା ଯୋଉ ଷ୍ଟଡି ହେଇଛି ବା ଯୋଉ ରିସର୍ଚ୍ଚ ହେଇଛି ନାଡାର୍ସ ମାନଙ୍କ ଉପରେ, ସେମାନେ ମଧ୍ୟ ୱେବରଙ୍କର ଯୋଉ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି। କିନ୍ତୁ ଆମେ ଯେତେବେଳେ ୱେବରଙ୍କର ଆନାଲିସିସ୍ ଦେଖୁ, ଯଦିଓ ୱେବର ଯେତେବେଳେ ଅନ୍ୟ ଧର୍ମମାନଙ୍କର ଯୋଉ ପ୍ରିନ୍ସିପଲ ବିଷୟରେ କହିଲା ବେଳେ ସିଏ ଅଧିକ ପ୍ରାଧାନ୍ୟ ଦେଇଥିଲେ ପ୍ରୋଟେଷ୍ଟାଣ୍ଟିଜିମକୁ, ଏବଂ ସିଏ ଭୁଲି ଯାଇଥିଲେ ଯେ ବା ସେମାନେ ସିଏ ଓଭରଲୁକ୍ କରିଦେଇଥିଲେ ଯୋଉ ଅନ୍ୟ ଧର୍ମମାନେ ଅଛନ୍ତି, ଯେଭଳି କନଫ୍ୟୁସିଆନିଜମ ହେଲା। ଆମେ ଦେଖୁଛେ ଆଜି ଚାଇନା କୋଉ ଭଳି ଭାବରେ ଅର୍ଥନୀତି କ୍ଷେତ୍ରରେ ନିଜକୁ ଉନ୍ନତିର ଗୋଟିଏ ପରେ ଗୋଟିଏ ସିଢି ଚଢି ଚାଲିଛି, ଏବଂ ଅର୍ଥ କ୍ଷେତ୍ରରେ ମଧ୍ୟ ଏଇ ଯୋଉ ଉଦାହରଣ ଗୁଡିକ ଦେଲି, ଯୋଉ ମାରୁଆଡି ମାନଙ୍କର ଉନ୍ନତି, ପାର୍ସିଜ ମାନଙ୍କର ଅର୍ଥନୈତିକ ଉନ୍ନତି, ଚେଟିଆର୍ସ ମାନଙ୍କର ଅର୍ଥନୈତିକ ଉନ୍ନତି ବା ନାଡାର୍ସ ମାନଙ୍କର ଅର୍ଥନୈତିକ ଉନ୍ନତି, ଏଇ ଯୋଉ କେସ୍ ବା ଏଇ ଯୋଉ ଷ୍ଟଡିଜ ଗୁଡାକ ଆସିଲା, ରିସର୍ଚ୍ଚ ସନ୍ଦର୍ଭ ଗୁଡିକ ପ୍ରକାଶିତ ହେଲା, ଏହା ପରେ ୱେବରଙ୍କର ଇମ୍ପୋର୍ଟାନ୍ସ ବା ପ୍ରାଧାନ୍ୟ କମି ଯାଇ ନାହିଁ। କାରଣ ୱେବର ଯାହା କହିଥିଲେ ମେନଷ୍ଟ୍ରିମ୍ ଇକୋନୋମିକ୍ସର ବା ମେନଷ୍ଟ୍ରିମ୍ ଅର୍ଥନୀତିର ବା ନିଓ କ୍ଲାସିକାଲ ଅର୍ଥନୀତିର ସ୍କଲାରମାନଙ୍କୁ ସମାଲୋଚନା କରି ତାହା ଏବେ ମଧ୍ୟ ସତ୍ୟ। ଯଦିଓ ୱେବରଙ୍କର ମତ ଅନ୍ୟ ଧର୍ମ ପାଇଁ ଅନ୍ୟ ଧର୍ମ ପରିପ୍ରେକ୍ଷୀରେ ଭୁଲ ଥିଲା, ଅନେକାଂଶରେ ଭୁଲ ଥିଲା, ଏବଂ ଯୋଉ ନୂଆ ସ୍କଲାର ମାନେ ବା ନୂଆ ସମାଜଶାସ୍ତ୍ରର ସ୍କଲାର ମାନେ ଏହାକୁ ଖଣ୍ଡନ କରିଥିଲେ, କିନ୍ତୁ ତାଙ୍କର ଯୋଉ ସମାଲୋଚନା ମେନଷ୍ଟ୍ରିମ୍ ଇକୋନୋମିକ୍ସର ସ୍କଲାର ମାନଙ୍କ ପାଇଁ ଥିଲା, ତାହା ଏବେ ମଧ୍ୟ ଯୁକ୍ତିଯୁକ୍ତ। ଏହାପରେ ଆମେ ଯିବା ଡର୍ଖାଇମଙ୍କ ଯୋଗଦାନ ବା ଡର୍ଖାଇମଙ୍କ କଣ୍ଟ୍ରିବ୍ୟୁସନ କଣ ଥିଲା ଯୋଉ ଆମର ଇକୋନୋମିକ୍ ସୋସିଓଲୋଜି ବା ଆର୍ଥିକ ସମାଜଶାସ୍ତ୍ର ପାଇଁ। ଡର୍ଖାଇମ ଯଦି ଦେଖିବା ଆମେ ଯଦି ଦେଖିବା ସେ ଯୋଉ ଡିଭିଜନ ଅଫ ଲେବର କହିଥିଲେ, ଡିଭିଜନ ଅଫ ଲେବର ଉପରେ ଆଲୋଚନା କରିଥିଲେ, ଡିଭିଜନ ଅଫ ଲେବର ଉପରେ ଆଲୋଚନା କଲାବେଳେ ସେ କହିଥିଲେ ଯେ ସମାଜ ଯେତେବେଳେ ପରିବର୍ତ୍ତନ ହଉଛି, ଗୋଟେ ଟ୍ରାଡିସନାଲ ସୋସାଇଟି, ଗୋଟେ ମଡର୍ନ ସୋସାଇଟି, ଗୋଟେ ଟ୍ରାଡିସନାଲ ସମାଜ, ଗୋଟେ ମଡର୍ନ ସମାଜ, ସେତେବେଳେ ଯୋଉ ମେଟେରିଆଲ ଡେନ୍ସିଟି ବା ମୋରାଲ ଡେନ୍ସିଟି ରେ ପରିବର୍ତ୍ତନ ହଉଛି। ମେଟେରିଆଲ ଡେନ୍ସିଟି କଣ ନା, ମେଟେରିଆଲ ଡେନ୍ସିଟି ହଉଛି ଯେ ଗୋଟିଏ ପୃଷ୍ଠଭୂମିରେ ଗୋଟେ ନମ୍ବର ଅଫ ଇଣ୍ଡିଭିଜୁଆଲ୍ସ ବା ବ୍ୟକ୍ତି ବିଶେଷଙ୍କୁ ନେଇ ଯେତିକି ରହିଲେ, ଯେତିକି ବ୍ୟକ୍ତି ବିଶେଷ ରହିଲେ ତାଙ୍କୁ ନେଇକରି ମେଟେରିଆଲ ଡେନ୍ସିଟି ଗଣନା କରାଯାଏ। ତାର ଇଂରାଜୀରେ ଯଦି ଆମେ ଅନୁବାଦ କହିବା, ଦ ନମ୍ବର ଅଫ ଇଣ୍ଡିଭିଜୁଆଲ୍ସ ଇନ୍ ଏ ଗିଭେନ୍ ଗ୍ରାଉଣ୍ଡ ସରଫେସ୍ ସେ କହିଥିଲେ। ଏବଂ ମୋରାଲ ଡେନ୍ସିଟି କଣ ଥିଲା ନା, ସେମାନେ ପରସ୍ପର ମଧ୍ୟରେ କେତେ ଜଡିତ ବା ପରସ୍ପର ମଧ୍ୟରେ କେତେ ସମୟ ଥର ଧରି ଇଣ୍ଟରାକ୍ସନ କରୁଛନ୍ତି, ବା ଯଦି ସେମାନେ କେମିତି ପରସ୍ପର ମଧ୍ୟରେ କମ୍ୟୁନିକେଟ କରୁଛନ୍ତି, ଏହାକୁ ନେଇ ମୋରାଲ ଡେନ୍ସିଟି ର ହିସାବ କରାଯାଏ। ଏବଂ ତାର ଯଦି ଇଂରାଜୀ ଅନୁବାଦ ଆମେ ଦେଖିବା, ମୋରାଲ ଡେନ୍ସିଟି ମାନେ ଡର୍ଖାଇମ କହିଥିଲେ ଅର୍ଥ, ମୋରାଲ ଡେନ୍ସିଟିର ଅର୍ଥ ଡର୍ଖାଇମ କହିଥିଲେ ଯେ ଦ ଇଣ୍ଟେନ୍ସିଟି ଅଫ କମ୍ୟୁନିକେସନ, ଦ ଇଣ୍ଟେନ୍ସିଟି ଅଫ କମ୍ୟୁନିକେସନ। କିନ୍ତୁ ଡର୍ଖାଇମ ଯେତେବେଳେ ଆଲୋଚନା କଲେ ଯେ ଗୋଟେ ମେକାନିକାଲ ସଲିଡାରିଟି ସୋସାଇଟି ଆଉ ଗୋଟେ ଅର୍ଗାନିକ ସଲିଡାରିଟି ସୋସାଇଟି, ସିଏ ସେତେବେଳେ କହିଥିଲେ ଯେ ଗୋଟେ ମେକାନିକାଲ ସଲିଡାରିଟି ସୋସାଇଟିରେ ମ୍ୟାଟେରିଆଲ ଡେନ୍ସିଟି କମ୍ ଥାଏ। କାରଣ ଯଦି ଦେଖିବା ସେତେବେଳେ ଜନସଂଖ୍ୟା କମ୍ ଥିଲା, ଗୋଟେ ମେକାନିକାଲ ସଲିଡାରିଟି ସୋସାଇଟି ମାନେ ସମାଜ ମାନେ ଗୋଟେ ଯୋଉଟା ଆମେ ଟ୍ରାଡିସନାଲ ସୋସାଇଟି କହୁ, ସେଠି ଜନସଂଖ୍ୟା କମ୍ ଥିଲା, ଆଉ ସେଠି ଯୋଉ ଜାଗା ଆମର କୁହାଯାଏ ବା ଯୋଉ ଗ୍ରାଉଣ୍ଡ ସରଫେସ୍ କୁହାଯାଏ, ତାହା ମଧ୍ୟ ଅଧିକ ଥିଲା। ତେଣୁ ସେ ସମୟରେ ଯୋଉ ମେଟେରିଆଲ ଡେନ୍ସିଟିଟା କମ୍ ଥିଲା, ଏବଂ ମୋରାଲ ଡେନ୍ସିଟି ଯେହେତୁ ଲୋକମାନେ ଗୋଟେ ବିସ୍ଥାପିତ ଗୋଟେ ଅଧିକ ଡିଷ୍ଟାନ୍ସ ବା ଅଧିକ ଦୂରତାରେ ରହୁଥିଲେ, ଯୋଉ ସେଟଲମେଣ୍ଟ ଆମେ ଦେଖୁ ଦୂରତାରେ ଥିଲା, ତେଣୁ ଲୋକମାନଙ୍କ ମଧ୍ୟରେ କମ୍ୟୁନିକେସନ ବା ଇଣ୍ଟରାକ୍ସନ ବହୁତ କମ୍ ଥିଲା। କିନ୍ତୁ କିଛି ଯୋଉ କମ୍ୟୁନିଟି ରହୁଥିଲେ ବା ସମ୍ପ୍ରଦାୟ ରହୁଥିଲେ, ସେମାନେ ବହୁତ ପାଖାପାଖି ରହୁଥିଲେ, ଆଉ ସେମାନଙ୍କ ମଧ୍ୟରେ କମ୍ୟୁନିକେସନଟି କିନ୍ତୁ ଅଧିକ
जो कम्युनिकेशनटा थिला बहुत सॉलिड थिला बा अधिक थिला तेणु सेमानक मध्यर जो कलेक्टिव कन्साइंस डरखाइम कहथिले ताहा अधिक थिला किंतु जो मेनस्ट्रीम इकोनॉमिक्स रो स्कॉलर माने कहिले जेतेबेले गोटे मॉडर्न सोसाइटी गोटे ट्रेडिशनल सोसाइटी रो आमे मॉडर्न सोसाइटी को जाउछे मॉडर्न सोसाइटी रे इंडिविजुअलिज्म ग्रो करूछ बा इंडिविजुअलिज्म बढ़ुछ व्यक्तिवाद बढ़ुछ व्यक्तिवाद बढ़िबा द्वारा कोन होय ना व्यक्तिवाद बढ़िबा द्वारा गोटे इंडिविजुअल गोटे कॉम्पिटिटिवनेस आसे और लोक माने इकोनॉमिक इंटरेस्ट को बहुत प्राधान्य दियंती बा जो आर्थिक जो मानकर से मानकर जो चाहिदा ये थाए से ताको बहुत प्राधान्य दियंती और बहुत इंडिविजुअलिस्टिक व्यक्तिवादी हो जाती यह द्वारा कौन हुए ना से कहवा कथा जे यह सोशल सॉलिडारिटी बा रहिला से ताको अफेक्ट करियो बा ताको प्रभावित करियो किंतु डरखाइम कहवा कथा जे जे जतरा हम गोटे मॉडर्न सोसाइटी को जाउछु तो यह जो परिवर्तन होची यह द्वारा कौनसी प्रभाव पड़िबो नाही सोशल सॉलिडारिटी ऊपर कारण जो डिफरेंशियल नीड बा जो लोक मानकर जो विभिन्न भिन्न चाहिदा रही डिफरेंशियल नीड गोटे सोसाइटी आम उदाहरण स्वरूप गोटे सोसाइटी आम समस्त रोचे समस्ते केबे हेले चाहूना गोटे प्रकार ऑक्युपेशन बा गोटे प्रकार जॉब करिया पे जने जदि चाहिलानी मु कृषक हेबी आउ जने चाहूची मु चाकरी करिवि आउ जने कहूची मु कारपेंटर बा बढ़ई काम करिवि आउ जने चाहूची जे मु कमर काम करिवि बा ब्लैकस्मिथ काम करिवि आउ जने चाहूची जे मु गोटे पायलट हेबी ए भलिया लोक माने विभिन्न प्रकार ऑक्युपेशन को चूज करथांती बा बाछि थांती किंतु यह निर्भर करे जे डिफरेंशियल नीड बा जो भिन्न चाहिदा जो अछि सब लोकंकर चाहिदा समान न थाए तेणु जतले गोटे सोसाइटी मॉडर्न ट्रेडिशनल मॉडर्न को परिवर्तित होची सेतेबेले लोक संख्या बढ़ुची मटेरियल डेंसिटी कारण जमती उदाहरण स्वरूप आमर जो भलिया ओडिसा रो जो राजधानी रही भुवनेश्वर दिन थिला सेठी पॉपुलेशन डेंसिटी बहुत कम थिला किंतु वर्तमान जो देखिबा वर्तमान एही शहरटी दिन को दिन आर पॉपुलेशन डेंसिटी बढ़ी चली यह माने नुह जे या द्वारा इंडिविजुअलिज्म बढ़ुनी इंडिविजुअलिज्म बढ़ुची किंतु बा व्यक्तिवाद बढ़ुची किंतु जो अधिक लोक रहिबा द्वारा अधिक लोकंकर अधिक चाहिदा मध्ये बढ़ी बढ़ी चली गोटे आज कहार मो आज कहार गोटे कारपेंटर बा गोटे बढ़ईर काम जदि दरकार पड़लानी काली से लोकर गोटे लॉन्ड्री वाला बा जो वाशरमैन रहले जे कपड़ा सफा करंदी तार आवश्यकता रही से लोकर पुणी नेक्स्ट डे बा ता पर दिन गोटे जो इलेक्ट्रिशियन हमर जो माने बिजुली संबंधी रिपेयरिंग काम करती से आवश्यकता रही तेणु जो डिफरेंशियल नीड रही इमाइल दुर्खाइम कहवा कथा से डिफरेंशियल नीड लोकों मध्य आत्म इंटरडिपेंडेंसी बा परस्पर पर निर्भर करिवार येटा को बढ़ाई दे थाए तेणु इंटरडिपेंडेंसी बढ़ी जावा द्वारा सॉलिडारिटी बढ़ी थाए तेणु डरखाइम कहवा कथा जे जो मेनस्ट्रीम इकोनॉमिक्स रो स्कॉलर माने कहिथिले जे जो मॉडर्न ट्रेडिशनल समाज रो बा ट्रेडिशनल सोसाइटी रो मॉडर्न सोसाइटी को आम परिवर्तन होचो सेतेबेले हमर सॉलिडारिटी जोटा जो इंडिविजुअलिज्म बा व्यक्तिवाद जो आम सॉलिडारिटीटा कमी जीवो बा व्यक्तिवाद द्वारा यह प्रभावित होबो यह डरखाइम खंडन करथिले एवं से जो खंडन करथिले ताको विभिन्न प्रकार जो सामाजिक परिस्थिति को नहीं करी से आलोचना से संदर्भ रे करथिले से भली भाव में यह पर आम आलोचना करबा जॉर्ज सिमेलकर योगदान बा कंट्रीब्यूशन जो आर्थिक समाजशास्त्र उपरे देखिबा जे फिलोसफी ऑफ मनी जो जॉर्ज सिमेलकर थिला सी फिलोसफी ऑफ मनी रे से पुंखानुपुंख भाव आलोचना करथिले जे मनी बा टंका जो आसिला टंका सोसाइटी को आसीबा द्वारा किभଳି भाबरे जो व्यक्ति विशेष माने रहिले सेमानंकर परिवर्तन होइतला एवं सामाजिक परिवर्तन होइतला एवं सामाजिक परिवर्तन क्षेत्र रे से कोन कहितले से कहितले जे पैसा आसीबा द्वारा गोटे जो लिबर्टी रहिछि बा जो हमरो फ्रीडम रहिछि बा स्वाधीनता रहिछि आहा परिवर्तित होइतला लोक माने जो स्वाधीनता रहितला
सिलेक्ट करिवार बा बाछिबार विभिन्न जो गोटे फॉर एग्जांपल उदाहरण स्वरूप जदि आमे देखिबा गोटे जो इंडस्ट्रियल सोसाइटी रही ता भितर जदि मनी बा टंका आसीबा द्वारा एक्सचेंज जो सिस्टम थिला पूर्वर जो एक्सचेंज सिस्टम थिला तादर परिवर्तन होईची एठी गोटे व्यक्ति विशेषर जो इंटरडिपेंडेंस आगुर जतला हमर बाटर सिस्टम थिला बा जो एक्सचेंज सिस्टम थिला आगुर गुड्स अगेंस्ट गुड थिला गोटे आपण वस्तु दउथिले गोटे वस्तु आणुथिले ता बदल रे या द्वारा कोन होतला ना जे गोटे वस्तु जो व्यक्ति विशेष जे प्रोड्यूस करथला बा उत्पादन करथला ता ऊपर अन्य व्यक्ति विशेष जनक से निर्भर करुला एवं से जो निर्भर करुला से बाउंड थिला निर्भर करिया पय कारण से जो वस्तुटी आउ केही उत्पादन करूनथिले किंबा बहुत कम लोग उत्पादन करूथिले किंतु जतरा मनी आसिला बा टंका आसिला या द्वारा जो एक्सचेंज सिस्टम थिला एतरे परिवर्तन हेतला आउ जो व्यक्ति विशेष थिले सेमानक मध्यरे गोटे स्वाधीनता आसीतला स्वाधीनता का कोन पय आसीतला ना सेमानक पाखरे गोटे फ्रीडम ऑफ चॉइस थिला बा सेमानक पाखरे गोटे जिंस बाछिबार स्वाधीनता थिला जे टंका धरी जने बाजार को जाउची आ से बाछुची मु ए जिंसटा नेबी से जिंसटा नेबी ए दुकान नेबी नले से दुकान नेबी किंतु जेतबेले बाटर अर्लियर सोसाइटी रे बा पूर्व समाज रे जो ट्रेडिशनल सोसाइटी रे सेतबेले गोटे लोक बाध्य थिला गोटे जिंस किनिया पय हेले बा गोटे जिंस पाया पय हेले से लोक पाखु जीवा पय जो लोक से जिनसटी उत्पादन करथला किंतु वर्तमान जो मनी आसी जिबा द्वारा बा टंकार आसी जिबा द्वारा चलनी द्वारा बाजार रे वर्तमान से बा मार्केट रे से लोक पाखरे बा व्यक्ति पाखरे गोटे फ्रीडम ऑफ चॉइस रही एवं जो फ्रीडम ऑफ कंजम्पशन बा जो उपभोग करिबार मध्य ता पाखरे चॉइस रही बा तार सी वर्तमान गोटे व्यक्ति विशेष निजे चूज कर पारुछि कोन खाइबो कोन पीबो किंबा कोन पिंधिबो एया संभव होइछि केवल टंकार प्रचलन द्वारा सेही परी वर्तमान आमे देखिबा थ्रस्टन वेवलिन जे जने स्कॉलर जे सी एही थ्रस्टन वेवलिन सी अवदान जो आर्थिक समाज शास्त्र डेवलपमेंट रे कोनोसी दिगरु अणदेखा करि हो नै जदि देखिबा वेवलिन कर गोटे थ्योरी ऑफ लीजर क्लास तला और सी सेतिरे बहुत उपयोगी कथा कहथिले जो भलिया माने आमे देखिबा जे ग्रामीण सोसाइटी जदि देखा जाए जे लीजर बा जो आमे जो कहो जो गोटे लोक जो रिक्रिएशनल एक्टिविटीज बा जो आमोद प्रमोद गोटे लोक जतबे श्रम करिके से केवल लीजर टाइम तार स्पेंड करूछि ता ऊपर आलोचना करथिले किंतु से सेटारे क्रिटिसाइज करथिले बा समालोचना करथिले मेन स्ट्रीम इकोनॉमिस्ट मानको बा अर्थनीतिर स्कॉलर मानको कहिथिले जे जो लीजर गोटे इकोनॉमिक कांसेप्ट एहा को हमें जदि हमें पुंखानुपुंख आलोचना करवा देखिबा जे एथिरे बहुत सामाजिक यह जो लीजर रही जो कॉन्सेप्ट रही जो विषय वस्तु रही एथिरे बहुत गुडी सामाजिक परिस्थिति प्रभाव रही यह नहीं से आलोचना करते जदि हम थ्योरी ऑफ लीजर क्लास बही पढ़ा आम देखा से किसी एग्जांपल बा से किसी उदाहरण देते जमी बहुत क्षेत्र में देखा जाए जेतबेले आमे जोटी 10 टंकार कन्स्पिक्यूअस कंजम्पशन और कन्स्पिक्यूअस लीजर से दुईटी कॉन्सेप्ट बा दुईटी विषय ऊपर मुख्यतः भाव में प्राधान्य देथिले गोटे थिला कन्स्पिक्यूअस कन्स्पिक्यूअस कंजम्पशन ऊपर से कहिथिले जे लोक जोटी 10 टंका दे गोटे पानी बोतल पी परिबो किंतु से काहे कि तार स्टेटस बा तार जो सोशल पोजीशन रही बा सामाजिक जो तार स्थिति रही ताकू देखैबा पई से केवल गोटे 100 टंकार पानी बोतल पी थाए जहां देखिबा द्वारा लोक माने कहबे नाही ये सही वर्गर लोक किंबा गोटे लोक जदि गोटे 1 लाख टंका दे गोटे गाड़ी किनी सेथरे जीवा आशा करि परिबो किंतु से 1 कोटी टंका दे गोटे गाड़ी किणुची जहां द्वारा कि मोटर कार किणुची जहां द्वारा कि से देखै परिबो नाही मु जे तार स्टेटस है बा तार सोशल पोजीशन है बा तार सामाजिक स्थिति है आ कन्स्पिक्यूअस लीजर गोटे कहितले कांसेप्ट जोटा वेवलिन जोटा कि से क्रिटिसाइज करथिले जे इकोनॉमी सब बेले गोटे व्यक्ति विशेष से रेशनल नुहे काहे कि रेशनल नुहे ना मनीष तार सामाजिक स्थिति को देखैबा पई अन्य मानक आगे बेले बेले जो तार आर्थिक व्यवहार देखै थाए बा तार जो सामाजिक व्यवहार देखै आर्थिक परिस्थिति को नै करी ताहा बहुत माने जानिबार कथा तेणु से कहितले जेमिति कि हमर
पुराणा जो जमींदारी सिस्टम रे जमींदार माने किभଳି भाବରେ ତାଙ୍କର ସମୟ ଗୁଡାକ ଯେଭଳି ଗୀତା ଭାଗବତ ବା ପୁରାଣ ପଢି ଶୁଣି ସମୟ ଗୁଡିକ ବ୍ୟତିବ୍ୟକ୍ତ କରୁଥିଲେ ଏବଂ ସେମାନେ କିଭଳି କହୁଥିଲେ, ସେମାନେ କିଭଳି ଯୋଉ ପବ୍ଲିକ ପ୍ଲେସ ଥିଲା ଯୋଉଠି ଅଧିକ ଲୋକ ରୁହନ୍ତି ସେମାନେ କିଭଳି କୁହନ୍ତି ଯେ ମୁଁ ଆଜି ଦିନଟା ମୋର ଏଇଭଳି ଭାବରେ ଏବଂ ଯଦି ଦେଖାଯାଏ ଏହି କ୍ଷେତ୍ରରେ ଲିଜର କନସ୍ପିକୁଅସ୍ କନଜମ୍ପସନ ବା କନସ୍ପିକୁଅସ୍ ଲିଜର ଯୋଉ କନସେପ୍ଟ ଦିଟା ୟୁଜ କରିଥିଲେ ତାଙ୍କର ଯୋଉ ବହି ଥିଲା ଦ ଥିଓରି ଅଫ ଲିଜର କ୍ଲାସ, ଭେଭଲିନଙ୍କର ଅବଦାନ ମଧ୍ୟ କମ ନୁହେଁ ଯୋଉ ଆମର ଆର୍ଥିକ ସମାଜଶାସ୍ତ୍ରର ବିକାଶ କ୍ଷେତ୍ରରେ। ଏହାପରେ ଆମେ ଯିବା କାଲକଟ ପାର୍ସନ ଆଉ ସ୍ମେଲଜରଙ୍କର ଅବଦାନ। ଯଦି ଦେଖିବା ଇକୋନୋମି ଆଣ୍ଡ ସୋସାଇଟି ଯୋଉ ବହି ଟି ପବ୍ଲିଶ କରିଥିଲେ ପାର୍ସନ ଲେଖିଥିଲେ ପାର୍ସନ ଆଣ୍ଡ ସ୍ମେଲଜର 1956 ରେ, ସେ କହିଥିଲେ ଯେ ସୋସିଓଲୋଜି ବା ସମାଜଶାସ୍ତ୍ର ଏବଂ ଅର୍ଥନୀତି ଦେ ଏଇ ଦୁଇଟି ବିଷୟ ପରସ୍ପର ପାଇଁ ପରିପୂରକ ଏବଂ ଯଦି ଆମେ ସମାଜର ଯୋଉ ସ୍ଥିତି ଅଛି ତାକୁ ବୁଝିବାକୁ ଚାହୁଁଛୁ ତାହେଲେ ଏଇ ଦୁଇଟି ବିଷୟକୁ ନେଇକିରି ଆମେ କମ୍ବାଇନ କରିକିରି ବା ଏକା ଭାବରେ ନେଇକିରି ଯଦି ଆମେ ସାମାଜିକ ପରିସ୍ଥିତିକୁ ବୁଝିବା ତାହେଲେ ଆମେ सोसाइटी बा समाज को भल भाव बुझीपर। आम जदि देखा पार्सनकर जो आजिल थ्योरी मध्य थिला अडॉप्टेशन गोल अटेनमेंट इंटीग्रेशन एंड लैटेंसी, सी मध्य अर्थनीति सहित अन्य जो सिस्टम गुड़ा रही आमर राजनीति पॉलिटी कल्चर संस्कृति आउ सोसाइटी ये सब गुड़िक किभली सी आलोचना करथिले एवं से कहिथिले जे इकोनॉमी गोटे सब सिस्टम आउ अन्य जो तीनोटी सब सिस्टम थिला पॉलिटी इंटीग्रेटिव सब सिस्टम एंड द कल्चरल व सांस्कृतिक मोटिवेशनल सब सिस्टम। यहाँ पर जदि आम देखा जे अर्थनैतिक जो डेवलपमेंट बा जो आमर अर्थनैतिक डेवलपमेंट विश्व स्तर जदि हम देखा यह नहीं बहुत आलोचना बहुत डिबेट होती सोशियोलॉजिस्ट बा समाजशास्त्र स्कॉलर मान केते दूर योगदान रही यह आम संक्षेप आलोचना करबा। आम समस्ते अल्प बहुत आम जानिचे जे मुख्यतः तीनोटी थ्योरी अच्छी जहाँ आमर डेवलपमेंट इकोनॉमिक डेवलपमेंट को लेकर आलोचना करिछि। से थ्योरी गुड़िक हला गोटे हला मॉडर्नाइजेशन थ्योरी, गोटे थिला डिपेंडेंसी थ्योरी एवं गोटे थिला वर्ल्ड सिस्टम थ्योरी। जो देखिबा हम मॉडर्नाइजेशन थ्योरी इमर्ज कला बा 1950 रे एवं 1950 रे जते बेले इमर्ज कला यह इमर्ज कला यूनाइटेड स्टेट्स ऑफ अमेरिका बा युक्तराष्ट्र अमेरिका रो एवं एठी स्कॉलर माने जो माने थिले ए स्कूल लो स्कॉलर माने जो माने थिले मुख्यतः आम जदि देखा रस्तो थिले आउ थिले जो हमर एलेक्स इंकल्स थिले एवं यह पर मध्य अनेक गुडी स्कॉलर मध्य जोग देथिले यह विषय आलोचना करिया पय। एवं मॉडर्नाइजेशन थ्योरी जदि आम देखा मॉडर्नाइजेशन थ्योरी प्रथमे जो हमर रस्तो आस्थिले से आलोचना करथिले जेभली गोटे उड़ा जहाज बा गोटे एरोप्लेन बा गोटे फ्लाइट जेभली टेक ऑफ नउची डिफरेंट स्टेज रे प्रथम किभली ता भूमि रे स्थिर रहिछि तापर किभली से रनवे रे जाउछि एवं तापर केमति टेक ऑफ नउछि एवं सेही भली से अर्थनैतिक जो परिस्थिति रहिछि गोटे देशर ताकू से कंपेयर करथिले एवं से विश्व देश को लेकर से जो मॉडल थिला तमर पांचटी स्टेज रे प्रत्येक देशर अर्थनीति को से क्लासिफाई करथिले एवं से कहिथिले जे अमेरिका ब्रिटेन यही सब कंट्री गुरा जोड़ा रहिले माने सब जे गोटे लास्ट स्टेज रो डेवलपमेंट रो जाई पहुंचचंती किंतु जो बैकवर्ड कंट्रीज गुड़ा रहिले हमरो जो गुड़ा को हमरो सेते बेले जो अनुन्नत देश माने थिले भारत हला पाकिस्तान हला बांग्लादेश हला इवन से सेते बेले चाइना को मध्ये कंपेयर करथिले जे कहिथिले सेही देश गुडी को ए पर्यंत भी विकास रो शेष भागरे पहुंची पारनांती एवं से विभिन्न देश को विभिन्न स्टेज रे एक्चुअली एनालिसिस करथिले। एहा पर आसीथिले एलेक्स इंकल्स जे कि जो हमरो हाउ टू मेक ए मैन मॉडर्न गोटे व्यक्ति को हम किभली भाबरे मॉडर्न बा आधुनिक भाव करि परिबा एहा को नै मध्ये तर्जमा करथिले
ଏହା ପରେ ସେ କହିଥିଲେ ଯେ କେତେ ଆଧୁନିକ ଗୋଟେ ଗୋଟେ ବ୍ୟକ୍ତି ବିଶେଷକୁ ଆଧୁନିକ ହବାକୁ ହେଲେ କେତେଟା ତାର କ୍ୟାରେକ୍ଟରିଷ୍ଟିକ୍ସ ରହିବା ଦରକାର। ଆଉ ସିଏ ମଧ୍ୟ ଏହାକୁ ନେଇକରି ଗୋଟେ କମ୍ପାରିଜନ କରିଥିଲେ ଯୋଉ ବିକଶିତ ଦେଶମାନେ ଅଛନ୍ତି, ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା ହେଲା, ବ୍ରିଟେନ ହେଲା ବା ଫ୍ରାନ୍ସ ହେଲା, ଏମାନଙ୍କୁ ନେଇକରି ଆଲୋଚନା କରିଥିଲେ ଏବଂ ଏମାନେ କେତୋଟି କେସ୍ ନେଇ ଏଗୁଡ଼ିକ ଆଲୋଚନା କରିଥିଲେ ଏବଂ ସିଏ ଯୋଉ ଆମର ଅନୁନ୍ନତ ଦେଶମାନଙ୍କ ରହିଲେ ସେମାନଙ୍କର ଯୋଉ କେତୋଟି କେସ୍ ନେଇଥିଲେ, ସେ ପାଇବାକୁ ଜାଣିବାକୁ ପାଇଥିଲେ ଯେ ଏହି ଯୋଉ ଦେଶମାନଙ୍କର ଯୋଉ ବ୍ୟକ୍ତିବିଶେଷ ମାନେ ଅଛନ୍ତି ସେମାନଙ୍କର କେତୋଟି କ୍ୟାରେକ୍ଟରିଷ୍ଟିକ୍ସ ଅଛି ବା ସେମାନଙ୍କର କେତୋଟି ଗୁଣ ଅଛି ଯୋଉଥିପାଇଁ ଯେ ସେମାନେ ଯୋଉ ମଡର୍ନ ହେଇପାରୁନାହାନ୍ତି। ଯେଭଳି କି ଯେ ଯୋଉ ଆମର ସାଇଣ୍ଟିଫିକ ଇନଭେନସନ ବା ଯୋଉ ବୈଜ୍ଞାନିକ ମାନେ ଯୋଉ ଉଦ୍ଭାବନ କରୁଛନ୍ତି, ଆମେ ସାଇନ୍ସ ଉପରେ ବିଶ୍ୱାସ କରୁନାହୁଁ। ଆମେ ଯୋଉ ଟ୍ରାଡିସନାଲ ବା ଆମର ଯୋଉ ପୁରାତନ ଯୋଉ ସଂସ୍କୃତି ରହିଛି ତା ଦ୍ୱାରା ଆମେ ବାନ୍ଧି ହେଇ ରହିଛୁ। ଆମେ ବିଜ୍ଞାନ ଯୋଉ ପ୍ରଗତି, ବିଜ୍ଞାନର ଯୋଉ ପ୍ରଗତି ତାକୁ ଆମେ ଆକ୍ସେପ୍ଟ କରୁନାହୁଁ। ଏଇ ସବୁ କେତୋଟି ଗୁଣକୁ ନେଇକରି ସେ ମଧ୍ୟ ସମାଲୋଚନା କରିଥିଲେ। ଏହା ପରେ ଅନେକ ସ୍କଲାର ମଧ୍ୟ ଆସିଥିଲେ, ଯୋଗ ଦେଇଥିଲେ ଏଇ ଡିବେଟରେ, ଯେଭଳି କି ଆମର ସ୍ମେଲଜର ହେଲେ, ଅନେକ କେତେ ଗୁଡ଼ିଏ ସ୍କଲାର ଥିଲେ ଯୋଉମାନେ ଏଥିରେ ଯୋଗଦାନ ଦେଇଥିଲେ ଏବଂ ସେମାନେ କେବଳ ଆର୍ଥିକ ଯୋଉ ଆମର କ୍ୟାରେକ୍ଟରିଷ୍ଟିକ୍ସ ରହିଥିଲା ବା ଇଣ୍ଡିକେଟର୍ସ ରହିଥିଲା ତାକୁ ନେଇକରି ଆଲୋଚନା କରିନଥିଲେ। ସେମାନେ ଯୋଉ ସମାଜ ଶାସ୍ତ୍ରର ସ୍କଲାର ମାନେ ରହିଲେ ସେମାନେ ବହୁତ ସାମାଜିକ ପରିସ୍ଥିତିକୁ ନେଇ ମଧ୍ୟ ଆଲୋଚନା କରିଥିଲେ ଯେ ଭାରତ, ଚାଇନା ବା ପାକିସ୍ତାନ ହେଲା ବା ବାଂଲାଦେଶ ହେଲା, ଏଇ ଯୋଉ ଦେଶ ଗୁଡ଼ିକ ରହିଛି ଏମାନେ କାହିଁକି ପଛୁଆ ନା କାରଣ ସେମାନଙ୍କର କିଛି ସାଂସ୍କୃତିକ ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ରହିଛି ବା ପ୍ରିନ୍ସିପ ଯୋଉ ରହିଛି ଆମର କ୍ୟାରେକ୍ଟରିଷ୍ଟିକ୍ସ, ତାକୁ ସାଂସ୍କୃତିକ କ୍ୟାରେକ୍ଟରିଷ୍ଟିକ୍ସ ରହିଛି ଯୋଉଗୁଡାକ ସେ ଦେଶ ଗୁଡ଼ିକୁ ପଛୁଆ କରିଦଉଛି। ଆଉ ଏହା ପରେ ଆଉ ଗୋଟିଏ ସ୍କୁଲ ଅଫ ଥଟ୍ ଏମର୍ଜ କରିଥିଲା, ଏହାକୁ ଆମେ ଡିପେଣ୍ଡେଣ୍ଟ ସ୍କୁଲ ଅଫ ଥଟ୍ କହୁ। ଏହା ଅନେକାଂଶରେ ଯୋଉ ମଡର୍ଣ୍ଣାଇଜେସନ ସ୍କୁଲ ଅଫ ଥଟ୍ ଥିଲା ତାକୁ ସମାଲୋଚନା କରିଥିଲା ଏବଂ କହିଥିଲା ଯେ ଯୋଉ ମଡର୍ଣ୍ଣାଇଜେସନ ସ୍କୁଲ ଅଫ ଥଟ୍ ଏହା କେଉଁଠି ନା କେଉଁଠି ଯୋଉ ଆମର ୱେଷ୍ଟର୍ଣ୍ଣ କଣ୍ଟ୍ରିଜ ରହିଲେ ବା ଯୋଉ ପଶ୍ଚିମ ବିଶ୍ୱର ଯୋଉ ପଶ୍ଚିମ ଭାଗର ଦେଶ ଗୁଡ଼ିକ ରହିଲେ, ଉନ୍ନତ ଦେଶ ଆମେରିକା ହେଲା ବା ବ୍ରିଟେନ ହେଲା, ସେମାନଙ୍କର ଏଇଟା ଗୋଟେ ଏକ ପାଖିଆ ଆଲୋଚନା ଏବଂ ସେମାନେ ଗୋଟେ ବାୟାସ ହେଇକରି ଏଇଭଳିଆ ଗୋଟେ ବିବରଣୀ ରଖିଛନ୍ତି। ଆଉ ସେମାନେ ଭୁଲି ଯାଉଛନ୍ତି ଯେ ଯେ ଦୀର୍ଘ ଦିନ ଧରି ଏଇ ଯୋଉ ଦେଶ ଗୁଡ଼ିକ ଏଇ ଯୋଉ ଅନୁନ୍ନତ ଦେଶ ଗୁଡ଼ିକୁ ପରାଧୀନ କରି ରଖିଥିଲେ ଏବଂ ପରାଧୀନ କରି ରଖିଥିବା ସମୟରେ ସେମାନେ କିଭଳି ଏଇ ଦେଶ ଗୁଡ଼ିକୁ ଆର୍ଥିକ କ୍ଷେତ୍ରରେ ଶୋଷଣ କରି ଚାଲିଥିଲେ। ଏବଂ ଯେତେବେଳେ ଏଇ ସବୁ ଆଲୋଚନା କରିଥିଲେ ଡିପେଣ୍ଡେନ୍ସି ସ୍କୁଲ ଅଫ ଥଟ୍, ସେମାନେ ଯୋଉ ସ୍କଲାର ମାନେ ଥିଲେ ଆମର ଏଜି ଫ୍ରାଙ୍କ ହେଲେ ବା ଆମର ଆଣ୍ଡ୍ରୁ ଗୁଣ୍ଡର ଫ୍ରାଙ୍କ ହେଲେ, ପଲ୍ ବାରନ ହେଲେ ବା ଯୋଉ ଅନ୍ୟ ଯୋଉ ସ୍କଲାର ମାନେ ରହିଲେ, ସେମାନେ କହିଲେ ଯୋଉ ପ୍ରକାରର ଅଭିଜ୍ଞତା ବା ଯୋଉ ପ୍ରକାରର ଏକ୍ସପିରିଏନ୍ସ ଏଇ ଯୋଉ ପଛୁଆ ଦେଶ ଗୁଡ଼ିକ ଭାରତ ହେଲା କିମ୍ବା ଚାଇନା ହେଲା କିମ୍ବା ପାକିସ୍ତାନ ହେଲା କିମ୍ବା ବାଂଲାଦେଶ ହେଲା, ଏଇ ଯୋଉ ବ୍ରିଟିଶ ଅଣ୍ଡର ଅଧୀନରେ ଯୋଉ ପରାଧୀନ ହୋଇ ଶୋଷଣର ଯୋଉ ଇତିହାସ ଅଛି, ଏଇ ଯୋଉ ଅଭିଜ୍ଞତା ଏଇ ଦେଶ ଗୁଡ଼ିକ ପାଖରେ ଅଛି, ସେ ଅଭିଜ୍ଞତା ହୁଏତ ଉନ୍ନତ ଦେଶ ଯୋଉ ରହିଲେ ଆମେରିକା କିମ୍ବା ବ୍ରିଟେନ କିମ୍ବା ଫ୍ରାନ୍ସ ସେମାନଙ୍କ କ୍ଷେତ୍ରରେ ନାହିଁ। ତେଣୁ ଆମେ ସବୁବେଳେ ଯେତେବେଳେ ଆଲୋଚନା କରିବା ଏଇ ଯେତେବେଳେ ଏଇ ଯୋଉ ଦେଶ ଗୁଡ଼ିକର ବିକାଶ ବିଷୟରେ ଆଲୋଚନା କରିବା, ଏହି ସମୟରେ ନିଶ୍ଚିତ ଆମେ ଏଇ ଯୋଉ କଲୋନିଆଲିଜିମ ବା ଯୋଉ ପରାଧୀନତାର ଯୋଉ ପରାଧୀନ ରହି ଏଇ ଯୋଉ ଦେଶ ଗୁଡ଼ିକ ବ୍ରିଟିଶର୍ସ ମାନଙ୍କ ଦ୍ୱାରା, କଲୋନାଇଜର୍ସ ମାନଙ୍କ ଦ୍ୱାରା ଯୋଉ ଶୋଷଣର ଶିକାର ହେଇଛି, ଏଇ ବିଷୟରେ ମଧ୍ୟ ନିହାତି ଆଲୋଚନା କରିବା ଦରକାର। ଏବଂ ସେମାନେ କହିଥିଲେ, ଡିପେଣ୍ଡେନ୍ସି ସ୍କୁଲ ଅଫ ଥଟ୍ ଯୋଉ ସ୍କଲାର ମାନେ ସେମାନେ କହିଥିଲେ ଯେ ସାଂସ୍କୃତିକ କାରଣ ପାଇଁ ଯୋଉ ଏଇ ଦେଶ ଗୁଡ଼ିକ ପଛୁଆ ନୁହେଁ, ବରଂ ଏଇ ଯୋଉ ଆର୍ଥିକ ଶୋଷଣ ହେଇଥିଲା ଏଇ ଦେଶମାନଙ୍କ ପାଇଁ, ଏଇ ଦେଶମାନେ ଯୋଉ ଆର୍ଥିକ ଶୋଷଣର ଶିକାର ହେଇଥିଲେ ଏଇଥିପାଇଁ ସେଇ ଦେଶ ଗୁଡ଼ିକ ପଛୁଆ। ସେଇଭଳି ଭାବରେ ଯୋଉ ୱାର୍ଲଡ ସିଷ୍ଟମ ଥିଓରି ଆସିଲା, ତା ଦେହରେ ମଧ୍ୟ ଇମାନୁଏଲ ୱାଲେଷ୍ଟାଇନ ସିଏ ମଧ୍ୟ କ୍ରିଟିସାଇଜ କରିଥିଲେ ମଡର୍ଣ୍ଣାଇଜେସନ ସ୍କୁଲ ଯୋଉ ଡିପେଣ୍ଡେନ୍ସି ସ୍କୁଲ ଏବଂ ମଡର୍ଣ୍ଣାଇଜେସନ ସ୍କୁଲ ଅଫ ଥଟ୍ କୁ, ଏବଂ କହିଥିଲେ ଯେ ଏଇ ଯୋଉ ଦେଶ ଗୁଡ଼ିକ ପଛୁଆ ରହିଛି ଏଥିପାଇଁ ଗୋଟେ ଆଲୋଚନା, ଗୋଟେ ବିସ୍ତୃତ ଆଲୋଚନା ହେବା ଦରକାର। ତେଣୁ ସେ କଣ କରିଥିଲେ ନା ସବୁ ଦେଶ ଗୁଡ଼ିକୁ ତିନୋଟି ଭାଗରେ ବିଭାଜିତ କରିଥିଲେ। ଯଦି ବିଶ୍ୱର ଯେତେ ଦେଶ ରହିଲା, ସେମି ପେରିଫେରି, କୋର, ସେମି ପେରିଫେରି ଆଣ୍ଡ ପେରିଫେରି, ଏବଂ ସିଏ ଗୋଟେ ଯୋଉ କନସେପ୍ଟ ଦେଇଥିଲେ, ସେ କହିଥିଲେ ଯେ କିଛି ଦେଶ ଅଧିକ ବିକଶିତ, କିଛି ଦେଶ ମଧ୍ୟମ ଶ୍ରେଣୀରେ ରହିଛନ୍ତି, ଆଉ କିଛି ଦେଶ ପୁରା ସମ୍ପୂର୍ଣ୍ଣ
जो बटम रे रहिଛନ୍ତି बटम लाइन रे रहिଛନ୍ତି ଆଉ ସେଇମାନଙ୍କ ମଧ୍ୟରେ ସମ୍ପର୍କଟିକୁ ସିଏ ଏଷ୍ଟାବ୍ଲିଶ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଯଦି ଆମେ ଦେଖିବା ଯଦି ସମ୍ପୂର୍ଣ୍ଣ ଭାବରେ ଦେଖିବା ଆମେ ଜାଣିବା ପାଇଁ ପାଇବା ଯେ ଏ ଯୋଉ ଯୋଉ डिबेट ହେଇଥିଲା ବା ଯୋଉ ଆଲୋଚନା ହେଇଥିଲା ମଡର୍ଣ୍ଣାଇଜେସନ ସ୍କୁଲ ଅଫ ଥଟ୍ ହଉ ବା ଡିପେଣ୍ଡେନ୍ସ ସ୍କୁଲ ଅଫ ଥଟ୍ ହଉ ବା ୱାର୍ଲଡ ସିଷ୍ଟମ ସ୍କୁଲ ଅଫ ଥଟ୍ ହଉ ଏଥିରେ ସମାଜଶାସ୍ତ୍ରର ସ୍କଲାର ମାନେ ଅନେକାଂଶରେ ଯୋଗଦାନ ଦେଇଥିଲେ ଏବଂ ସେମାନଙ୍କର ଯୋଉ ଯୋଗଦାନ ଥିଲା ଏହା ବହୁତ ବହୁତ ମୂଲ୍ୟବାନ ଥିଲା ଏବଂ ସେମାନଙ୍କର ଯୋଉ ଯୁକ୍ତି ଥିଲା ଏହା ଅନେକ ସମୟରେ ଏ ଯୋଉ ଆମର ଅର୍ଥନୀତିର ସ୍କଲାର ମାନଙ୍କୁ ଗୋଟେ ବଡ ଦ୍ୱନ୍ଦ୍ୱରେ ପକେଇ ଦେଇଥିଲା ଏବଂ ଗୋଟେ ଅସୁବିଧା ପରିସ୍ଥିତିରେ ସେମାନଙ୍କୁ ପକେଇ ଦେଇଥିଲା ଏବଂ ବହୁତ ଯୋଉ ଇକୋନୋମିଷ୍ଟ ମାନେ ରହିଲେ ବା ଅର୍ଥନୀତିର ସ୍କଲାର ମାନେ ରହିଲେ ସେମାନେ ମଧ୍ୟ ଆକ୍ସେପ୍ଟ କରିଥିଲେ ଯେ ଯେ ଯୋଉ ଆମର ସାମାଜିକ ପରିସ୍ଥିତି ଏହା ଅନେକାଂଶରେ ଆର୍ଥିକ ପରିସ୍ଥିତିକୁ ପ୍ରଭାବିତ କରିଥାଏ ବା ଇକୋନୋମିକ କଣ୍ଡିସନକୁ ପ୍ରଭାବିତ କରିଥାଏ ଫର ଏକ୍ସାମ୍ପଲ ଆମେ ଯଦି ଦେଖିବା ଇଭେନ ଅର୍ଥନୀତିର ସ୍କଲାର ମାନେ ମଧ୍ୟ ସେମାନେ ମଧ୍ୟ ଅନେକାଂଶରେ ଏହି ଯୋଉ ଯୁକ୍ତି ଥିଲା ସମାଜଶାସ୍ତ୍ରର ସ୍କଲାର ମାନଙ୍କର ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଆମେ ଯଦି ନେବା ଆମ ନୋବେଲ ଲରେଟ ଯେ ରହିଲେ ଆମର ଅମର୍ତ୍ୟ ସେନ ଯେ ଜଣେ ଭାରତୀୟ ସିଏ ମଧ୍ୟ ଗୋଟେ ଆର୍ଟିକଲ ଲେଖିଥିଲେ ହାଉ ଡଜ କଲଚର ମ୍ୟାଟର ଇନ୍ ଇକୋନୋମିକ ଡେଭଲପମେଣ୍ଟ ସଂସ୍କୃତିର ଭୂମିକା ଅର୍ଥନୈତିକ ବିକାଶରେ ଏବଂ ସେଥିରେ ସେ କହିଥିଲେ ଯେ କେବଳ ଆମେ ଯଦି ଅର୍ଥନୀତିକୁ ଦେଖିବା ଯେ ଅର୍ଥନୀତି ହିଁ ଯଦି ଆମେ କେବଳ ଅର୍ଥନୀତିକୁ ଆମେ ତର୍ଜମା କରିବା ଆମେ ତାର ଯୋଉ ଡେଭଲପମେଣ୍ଟ ଡିସ୍କୋର୍ସ ରହିଛି ଆମେ ତାର ଡେଭଲପମେଣ୍ଟ ଇଣ୍ଡିକେଟର୍ସ ରହିଛି ଆମେ ସେ ବହୁତ ଗୁଡିଏ ଜିନିଷ ଜାଣିପାରିବାନି ଆଉ ଭାରତ ଭଳି ଦେଶରେ କଲଚର ମ୍ୟାଟର୍ସ ବା ସଂସ୍କୃତି ଅନେକାଂଶରେ ଅନୁପ୍ରାଣିତ କରିଥାଏ ଅର୍ଥନୈତିକ ଉନ୍ନତି ପାଇଁ ଏବଂ ଆମେ ଯଦି ଦେଖିବା ଯୋଉ ଆମର ୱାର୍ଲଡ ବ୍ୟାଙ୍କ ବା ବିଶ୍ୱ ବ୍ୟାଙ୍କ ଗୋଟେ ବହି ପ୍ରକାଶିତ କରିଥିଲା ଯେ ବହି ପ୍ରକାଶିତ କରିଥିଲା ଯୋଉଥିରେ ବହୁତ ଅର୍ଥନୀତିର ସ୍କଲାର ଏବଂ ବହୁତ ସମାଜଶାସ୍ତ୍ରର ସ୍କଲାର ଯୋଗ କଣ୍ଟ୍ରିବ୍ୟୁଟ କରିଥିଲେ ସେମାନଙ୍କର ରିସର୍ଚ୍ଚ ୱାର୍କ ବା ରିସର୍ଚ୍ଚ କାମ ଏବଂ ସେଥିରେ ଦେଖାଯାଇଥିଲା ସମାଜଶାସ୍ତ୍ରର ଯୋଉ ସ୍କଲାର ଅଛନ୍ତି ଆମର ଅର୍ଜୁନ ଆପାଦୁରାଇ ସିଏ ମଧ୍ୟ କିଭଳି ଯୋଉ ମେନଷ୍ଟ୍ରିମ୍ ଅର୍ଥନୀତିର ସ୍କଲାରଙ୍କୁ ମଧ୍ୟ କ୍ରିଟିସାଇଜ କରିଥିଲେ ଏବଂ ସେମାନଙ୍କ ଯୁକ୍ତିକୁ କିଭଳି ଖଣ୍ଡନ କରିଥିଲେ ଯେ ଯୋଉ ସେମାନଙ୍କର ତାଙ୍କର ଯୋଉ କାମଟି ଥିଲା ଦ କାପାସିଟି ଟୁ ଆସ୍ପାୟାର ସେଠାରେ ମଧ୍ୟ ସେ କହିଥିଲେ ଯେ ଆସ୍ପିରେସନ ବା ଜଣେ ଯେତେବେଳେ ଭାବୁଛି ଯେ ମୁଁ ଆଗକୁ ଏଇ ଅକୁପେସନ ଚୁଜ୍ କରିବି ବା ଏଇ ଜବ୍ ଚୁଜ୍ କରିବି ଏଇ କାମ କରିବି ସେତେବେଳେ କିଭଳି ତାର ଯୋଉ ସାମାଜିକ ପରିସ୍ଥିତି ସୋସିଆଲ ବ୍ୟାକଗ୍ରାଉଣ୍ଡ କୋଉ ଭଳି ଭାବରେ ପ୍ରଭାବିତ କରିଥାଏ ଏଇ ଯୋଉ ଉଦାହରଣ ଦେବା ବେଳେ ସିଏ କମ୍ପେୟାର କରିଥିଲେ ଗୋଟେ ସହରର ଜନସଂଖ୍ୟା ଏବଂ ଗୋଟେ ଗ୍ରାମୀଣ ଜନସଂଖ୍ୟା ଏବଂ ସେଠିକାର ଯୋଉ ଲୋକମାନଙ୍କର ଯୋଉ ଆସ୍ପିରେସନ ରହିଛି ବା ସେଠିକାର ଲୋକଙ୍କର ଯୋଉ ଭବିଷ୍ୟତକୁ ନେଇ ଯୋଉ ଆସ୍ପିରେସନ ରହିଛି ସେଗୁଡିକ କିଭଳି ଭାବରେ ସମାଜର ପରିସ୍ଥିତି ବା ଏକ୍ଜିଷ୍ଟିଂ ସୋସିଆଲ କଣ୍ଡିସନ୍ସ ଯୋଉ ରହିଛି ଆମର ସମାଜର ଯୋଉ ପରିସ୍ଥିତି ଉପରେ କିଭଳି ଭାବେ ନିର୍ଭରଯୋଗ୍ୟ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ଏଇ ଯୋଉ ଆମେ ଆଜିର ଯୋଉ ଆଲୋଚନା କଲେ ସେ ଆଲୋଚନା ଚକ୍ରରେ ଆମେ ଏହା ଜାଣିବା ପାଇଁ ପାଇଲେ ଯେ ଯୋଉ ଆମର ଆର୍ଥିକ ସମାଜଶାସ୍ତ୍ରର ଯୋଉ ଏମର୍ଜେନ୍ସ ହେଇଛି ବା ଯୋଉ ଗ୍ରୋଥ ହେଇଛି ବା ଡେଭଲପମେଣ୍ଟ ହେଇଛି ଏହା ଅନେକାଂଶରେ ଆରମ୍ଭ ହେଇଛି ଆମର ଯୋଉ କ୍ଲାସିକାଲ ସୋସିଓଲୋଜିଷ୍ଟ ବା କ୍ଲାସିକାଲ ସମାଜଶାସ୍ତ୍ରର ଯୋଉ ସ୍କଲାର ମାନେ ରହିଲେ ମାର୍କ୍ସ ୱେବର ଡର୍କହାଇମ ଏମାନଙ୍କର କଣ୍ଟ୍ରିବ୍ୟୁସନ ହିଁ ଆରମ୍ଭ ହେଇଛି ବା ଏମାନଙ୍କ ଯୋଗଦାନରୁ ହିଁ ଆରମ୍ଭ ହେଇଛି ଯଦିଓ ସେମାନେ ଡାଇରେକ୍ଟଲି ଇକୋନୋମିକ ସୋସିଓଲୋଜି ବା ଆର୍ଥିକ ସମାଜଶାସ୍ତ୍ର ବୋଲି ଗୋଟେ ବିଷୟ ଉପରେ କିଛି ଆଲୋଚନା କରିନଥିଲେ କିନ୍ତୁ ସେମାନଙ୍କର ଯୋଉ ଆଲୋଚନା ଥିଲା ସେ ସମୟର ସାମାଜିକ ପରିବର୍ତ୍ତନ ଉପରେ ଏହା କୋଉଠି ନା କୋଉଠି ଏ ସମାଜ ସହିତ ଜଡିତ ଥିଲା।